ଆରେ ମା କୁନି ମୁନି ବଣ୍ଟି ଆସ ମୁଁ ତମ ମାନଙ୍କ ପାଇଁ ଖାଇବା ଆଣି ଦେଇଛି କିଛି ଖାଇନିଅ। ମା କୁନି ମୁନି ମୁଁ ଏବେ କାମକୁ ଯାଉଛି। ମୁଁ ଘରକୁ ନ ଫେରିବା ଯାଏଁ ତମେ ମାନେ ତମ ସାନ ଭାଇ ବଣ୍ଟିକୁ ଛାଡି କୁଆଡେ ବି ଯିବନି। ତମେ ମାନେ ତ ଜାଣ ତମ ସାନ ଭାଇ ବଣ୍ଟିର ଦେହ ଦୁର୍ବଳ। ସେ ଏକା ରହିଲେ ଯଦି ତାର କିଛି ବିପଦ ହେବ। ଠିକ ଅଛି ମା ଚିନ୍ତା କରନି ତୁମେ ନ ଆସିବା ଯାଏଁ ଆମେ ବଣ୍ଟିକୁ ଛାଡି କୁଆଡେ ବି ଯିବୁନି। ଆରେ ମୁନି ଘରେ ବସି ବସି ମତେ ଭାରି ବୋର ଲାଗିଲାଣି। ମତେ ନା ଖେଳିବାକୁ ଇଚ୍ଛା ହଉଛି। ଚାଲେ ଆମେ ଗୋଟେ କାମ କରିବା ଏ ବଣ୍ଟିକୁ ଘରେ ବନ୍ଦୀ କରି ଖେଳିବାକୁ ଯିବା। ମା ଆସିବା ପୂର୍ବରୁ ଆମେ ଘରକୁ ଫେରି ଆସିବା। ତାହେଲେ ମା କିଛି ବି ଜାଣିପାରିବେନି। ହଁ ଦିଦି ମତେ ବି ଖେଳିବାକୁ ଇଚ୍ଛା ହଉଛି। ଚାଲ ଆମେ ଯିବା। ଦିଦି ଦିଦି ମୁଁ ବି ତୁମ ସାଙ୍ଗରେ ବାହାରକୁ ଯିବି। ମତେ ବି ଖେଳିବାକୁ ଭାରି ଇଚ୍ଛା ହଉଛି। ନା ନା ଆମେ ତତେ ବାହାରକୁ ନେଇ ପାରିବୁନି। ମା ଜାଣିଲେ ଆମକୁ ବହୁତ ରାଗିବେ। ତୋର ଯଦି ଏତେ ବାହାରକୁ ଯିବା ପାଇଁ ଇଚ୍ଛା ହଉଛି ଏମିତି ଦୁର୍ବଳ ହେଇ କାହିଁକି ଜନ୍ମ ନେଲୁ? ଆମ ଭଳି ଶକ୍ତିଶାଳୀ ହେଇ ଜନ୍ମ ନେଲୁନି। ସେମିତି ହେଇଥିଲେ ତୋର ସବୁ ଇଚ୍ଛା ପୁରା ହେଇଥାନ୍ତା। ଏବେ ତୁ ଚୁପଚାପ ହେଇ ଘରେ ବସ। ମା ଆସିଲେ ଆମ ବିଷୟରେ କିଛି ବି କହିବୁନି ବୁଝିଲୁ। ଠିକ ଅଛି ଦିଦି ମୁଁ ତୁମର ସବୁ କଥା ମାନିବି। ମାଙ୍କୁ ତୁମ ବିଷୟରେ କିଛି ବି କହିବିନି। ହେ ଭଗବାନ ମତେ କାହିଁକି ଏତେ ଦୁର୍ବଳ କଲ? ମୋ ଦୁର୍ବଳ ଶରୀର ବୋଲି ମୁଁ ବାହାରକୁ ଯାଇ ସମସ୍ତଙ୍କ ସହ ଖେଳି ପାରୁନି। ସବୁଦିନ ଅପେକ୍ଷା ଆଜି ମୁଁ ଅଧିକ କାମ କରିଛି। ସେଥିପାଇଁ ଆଜି ଅଧିକ ଟଙ୍କା ବି ପାଇଛି। ମୁଁ ଆଜି ବଣ୍ଟି ପାଇଁ କିଛି ଭିଟାମିନ୍ ଯୁକ୍ତ ଫଳ ନେଇଯିବି। ସେ ଭିଟାମିନ୍ ଯୁକ୍ତ ଫଳ ଖାଇଲେ ଶକ୍ତି ପାଇବ। କାଉ ଭାଇ ମତେ ଆଜି ଅଧିକ ଭିଟାମିନ୍ ଯୁକ୍ତ ଫଳ ଦିଅ। କିରେ ଚଢ଼େଇ ତୋ ପୁଅର ଦେହ କଣ ଏଯାଏଁ ଭଲ ହେଇନି? ଆଜି କଣ ତୁ ଅଧିକ ଫଳ ନେଉଛୁ? ଯାହା ବି କର ଚଢ଼େଇ ତୋର ସେ ଦୁର୍ବଳ ଛୁଆ କେବେ ବି ସୁସ୍ଥ ହେବନି। ଏମିତି କାହିଁକି କହୁଛ କାଉ ଭାଇ? ମୋ ପୁଅର ଦେହ ଦୁର୍ବଳ ବୋଲି ସେ କଣ କେବେ ଭଲ ହେବନି? ମୁଁ ଏମିତି କଣ ଭୁଲ କହିଲି କି? ଯାହା ସତ ତାହା ହିଁ କହିଲି। କାଉ ଭାଇ ମୁଁ ତୁମ ସହ ଯୁକ୍ତି କରିବାକୁ ଚାହୁଁନି। ମତେ କିଛି ଫଳ ଦିଅ ମୁଁ ଘରକୁ ଯିବି। ମା କୁନି ମୁନି ବାହାରକୁ ଆସ। ଦେଖ ଆଜି ମୁଁ ସମସ୍ତଙ୍କ ପାଇଁ କଣ ଆଣିଛି। ଆରେ କବାଟ କଣ ବାହାର ପଟୁ ବନ୍ଦ ଅଛି? ଘରେ କଣ କେହି ନାହାନ୍ତି? ଆରେ ଆରେ ମା ତ ଶୀଘ୍ର ଘରକୁ ଆସିଗଲେ। ଏଯାଏଁ ଦିଦି ମାନେ ଘରକୁ ଫେରି ନାହାନ୍ତି। ଏବେ ମୋ ମାଙ୍କୁ କଣ କହିବି? ମା କବାଟ ଖୋଲି ଭିତରକୁ ଆସ। ମୁଁ ଘର ଭିତରେ ହିଁ ଅଛି। ଇଏ କଣ ବଣ୍ଟି ବାବା ତତେ ଘରେ ଏକା ବନ୍ଦୀ କରି କୁନି ଆଉ ମୁନି କୁଆଡେ ଚାଲିଗଲେ? କଥା କଣ କି ମା ତୁମେ ଆସିବାରେ ଡେରି କରିଦେଲ ତ ସେଥିପାଇଁ ଦିଦି ମାନେ ତମକୁ ଖୋଜିବାକୁ ଯାଇଛନ୍ତି। ହେଲେ ମୁଁ ତ ଏବେ ଘରକୁ ଆସିଗଲି। ସେମାନେ ମତେ କୋଉଠି ଖୋଜିବେ? ମୁଁ ସେମାନଙ୍କ ପାଖକୁ ଯାଇ ତାଙ୍କୁ ନେଇ ଆସେ। ନହେଲେ କୁନି ଆଉ ମୁନି ଘରକୁ ଫେରିବାର ରାସ୍ତା ଭୁଲିଯିବେ। କୁନି ମୁନି ତମେ ମାନେ ଏଠି ଖେଳୁଛ ଆଉ ସେପଟେ ବଣ୍ଟିକୁ ଘରେ ବନ୍ଦୀ କରି ରଖିଛ। ମୁଁ କହିଥିଲି ନା ତାକୁ ଏକା ଛାଡି କୁଆଡେ ବି ଯିବନି। ମତେ ଖୋଜିବାକୁ ତମେ ମାନେ କାହିଁକି ବାହାରିଥିଲ? କାମ ଶେଷ ହେଲା ପରେ ମୁଁ ଠିକ ଘରକୁ ଫେରିବି। ତମେ ମାନେ ମତେ ଆଉ ଖୋଜିବା ପାଇଁ ବାହାରକୁ ଆସିବନି। କଥା କଣ କି ମା ବଣ୍ଟି ଭାରି ଦୁର୍ବଳ। ଆମେ ଯୋଉ ଖେଳ ଖେଳିବୁ ବଣ୍ଟି ସେ ଖେଳ ଖେଳି ପାରିବନି। ସେଥିପାଇଁ ତାକୁ ଘରେ ରଖି ଆମେ ଏଠାକୁ ଆସିଥିଲୁ। ବଣ୍ଟି ଯୋଉ ଖେଳ ଖେଳି ପାରିବ ତମେ ମାନେ ବି ସେଇ ଖେଳ ଖେଳିବ ବୁଝିଲ। ଆଉ ହଁ ଆଉ ଦିନେ ବି ବଣ୍ଟିକୁ ଘରେ ଏକା ରଖି ବାହାରକୁ ଆସିବନି। ଏବେ ଚାଲ ମୋ ସାଙ୍ଗରେ। ମା ବଣ୍ଟିକୁ ଏତେ ଗୁଡେ ଫଳ ଖାଇବାକୁ ଦେଉଛ ଆଉ ଆମକୁ କେତେ କମ ଫଳ କାହିଁକି ଦଉଛ? ଆରେ ତମେ ମାନେ କଣ ଦେଖୁନ ବଣ୍ଟିର ଦେହ ଦୁର୍ବଳ। ସେ ଅଧିକ ଭିଟାମିନ୍ ଯୁକ୍ତ ଫଳ ଖାଇଲେ ଶୀଘ୍ର ତମ ମାନଙ୍କ ପରି ସୁସ୍ଥ ହେଇଯିବ। ତାପରେ ସେ ତମ ମାନଙ୍କ ସହ ଖେଳି ପାରିବ। ଏମିତି ଶୁଣି କୁନି ଆଉ ମୁନି କିଛି ବି କହିଲେନି। ତାପରେ ସେମାନେ ଫଳ ଖାଇଲେ। କିଛି ସମୟ ପରେ ସନ୍ଧ୍ୟା ହେଇଗଲା। ସମସ୍ତେ ଶୋଇଲେ। ପରଦିନ ସକାଳେ ମା ଚଢ଼ି କାମକୁ ଯିବା ପରେ ଏ ବଣ୍ଟି ତୁ ମାକୁ କାଲି ଆମ ବିଷୟରେ କାହିଁକି କହିଦେଲୁ? ଆମେ ମନା କରିଥିଲୁ ନା କିଛି କହିବା ପାଇଁ। ନା ନା ଦିଦି ମୁଁ ତୁମ ବିଷୟରେ ମାକୁ କିଛି ବି କହିନି। ତମେ ମାନେ ଯୋଉ ଖେଳିବାକୁ ଯାଇଥିଲ ସେ କଥା ବି କହିନି। ମୁଁ ଜାଣେ ମାକୁ ଏକଥା କହିଲେ ମା ତମ ମାନଙ୍କୁ ରାଗିବେ। ସେଥିପାଇଁ କହିଲି ତମେ ମାନେ ମାକୁ ଖୋଜିବାକୁ ଯାଇଛ।
ଭଲ କରିଛୁ କିଛି ନ କହି। ଆଜି ବି ଆମେ ଖେଳିବାକୁ ଯିବୁ, ତତେ ବି ସାଙ୍ଗରେ ନେଇଯିବୁ। ଆମେ ଯାହା ବି ଖେଳିବୁ ତୁ ଖେଳି ପାରିବୁନି, ସେଥିପାଇଁ ତୁ ଚୁପ୍ ହେଇ ବସି ଆମକୁ ଦେଖିବୁ। ମା ପଚାରିଲେ କହିବୁ ତୁ ବି ଖେଳିଛୁ, ବୁଝିଲୁ? ଆଚ୍ଛା ଠିକ ଅଛି ଦିଦି। ବାଃ କେତେ ମଜା ଲାଗୁଛି ମନି। ମତେ ବଲ୍ ଦେ, ବଲ୍ ରେ ଖେଳିବାକୁ ମତେ ଭାରି ମଜା ଲାଗେ। ଦିଦି ଦିଦି ମତେ ବି ଟିକେ ଖେଳାଅ, ମୋର ବି ଖେଳିବାକୁ ଭାରି ଇଚ୍ଛା ହଉଛି। ଆମ ଅପେକ୍ଷା ମା ତତେ ଅଧିକ ଫଳ ଖାଇବାକୁ ଦିଅନ୍ତି, ତଥାପି ତୁ କାହିଁକି ଶକ୍ତିଶାଳୀ ହେଇପାରୁନୁ କହିଲୁ? ଯେବେ ଶକ୍ତିଶାଳୀ ହେବୁ ସେବେ ଆମ ସାଙ୍ଗରେ ଖେଳି ପାରିବୁ। ଏମିତି ଶୁଣି ବଣ୍ଟିର ମନ ଦୁଃଖ ହେଇଗଲା। କୁନି ଆଉ ମୁନି ଖେଳିବାକୁ ଲାଗିଲେ। ସନ୍ଧ୍ୟାରେ ସମସ୍ତେ ଘରକୁ ଫେରୁଥିଲେ। ହଠାତ୍ ସେମାନେ ରାସ୍ତାରେ ଗୋଟେ ପାଚିଲା କଦଳୀ ଗଛ ଦେଖିଲେ। ଏ ବଣ୍ଟି ତୁ ଏଠୁ ଚାଲି ଯା, ଏ ଗଛର ପାଚିଲା କଦଳୀ ଆମେ ଖାଇବୁ। ତୋ ପାଇଁ ଆମକୁ ଘରେ ବେଶୀ ଫଳ ଖାଇବାକୁ ମିଳେନି, ଏବେ ତୁ ଯା ଏଠୁ। ଦିଦି ମତେ ବି ପାଚିଲା କଦଳୀ ଖାଇବାକୁ ଇଚ୍ଛା ହଉଛି, ମତେ ବି ଗୋଟେ ଦିଅ। ନା, ଆମେ ତତେ ଗୋଟେ ବି କଦଳୀ ଦେଇ ପାରିବୁନି। ସେପଟେ ଦେଖେ, ଆଗରେ ଗୋଟେ କଞ୍ଚା କଦଳୀ ଗଛ ଅଛି, ଯା ସେଠି ଥିବା କଞ୍ଚା କଦଳୀ ଖାଇବୁ। ସେମାନଙ୍କ କଥା ଶୁଣି ବଣ୍ଟି ଆଉ କିଛି ବି କହିଲାନି। ସେ କଞ୍ଚା କଦଳୀ ଗଛ ପାଖକୁ ଗଲା, ଆଉ ଗୋଟେ କଞ୍ଚା କଦଳୀ ତୋଳି ଖାଇଲା। ହଠାତ୍ ଏକ ଚମତ୍କାର ଘଟଣା ଘଟିଲା। ସେ କଦଳୀ ଗଛରେ ଥିବା ସବୁ କଦଳୀ ସୁନା ପାଲଟି ଗଲା, ଆଉ ବଣ୍ଟି ବି ଶକ୍ତିଶାଳୀ ହେଇଗଲା। ଆରେ ଏ କଣ ହେଇଗଲା? ଏ ଗଛର ସବୁ କଦଳୀ ସୁନା କେମିତି ହେଲା? ଆଉ ମତେ ଏତେ ଶକ୍ତି କେମିତି ମିଳିଲା? ମୁଁ ତୋର ସବୁ ଇଚ୍ଛା ପୂରା କରିଛି ବଣ୍ଟି। ମୁଁ ହେଉଛି ଯାଦୁର କଦଳୀ ଗଛ। ଏକ ଅଭିଶାପ କାରଣରୁ ମୁଁ କଞ୍ଚା କଦଳୀ ଗଛ ପାଲଟି ଯାଇଥିଲି। ମୋ ଗଛର କଦଳୀ କେବେ ବି ପାଚୁ ନଥିଲା। ମୁଁ କଞ୍ଚା କଦଳୀ ଗଛ ହେଇଥିବାରୁ କେହି ବି ମୋ ପାଖକୁ ଆସୁନଥିଲେ। ଏତେ ଦିନ ପରେ ଯାଇ ତୁ ମୋ ପାଖକୁ ଆସିଲୁ, ଆଉ ମୋ ଗଛର କଦଳୀ ଖାଇଲୁ। ମତେ ଅଭିଶାପରୁ ମୁକ୍ତି ମିଳିଲା, ସେଇ ଖୁସିରେ ମୁଁ ତ ଇଚ୍ଛା ପୂରା କରିଛି। ଯାଦୁର ଗଛ, ମୁଁ ତୁମକୁ କେମିତି ଧନ୍ୟବାଦ ଦେବି ଜାଣିପାରୁନି। ଏତେ ଦିନ ପରେ ଯାଇ ମୁଁ ଶକ୍ତି ପାଇଲି। ମୋ ମା ଏକଥା ଜାଣିଲେ ଅନେକ ଖୁସି ହେଇଯିବେ। ସତରେ ଯାଦୁର କଦଳୀ ଗଛ, ତୁମକୁ ଅନେକ ଅନେକ ଧନ୍ୟବାଦ। ନା ନା, ଧନ୍ୟବାଦ ଦେବାକୁ ପଡିବନି। ଏସବୁ ମୋ ତରଫରୁ ତୋ ପାଇଁ ଏକ ଉପହାର। ତୁ ଏ ସବୁ ସୁନା କଦଳୀ ବି ନେଇଯା। ଏସବୁ ଆଜିଠୁ ତୋର। ତୁ ଏ ସୁନା କଦଳୀ ବିକ୍ରି କରି ଖୁସିରେ ରହ। ତାପରେ ବଣ୍ଟି ସୁନା କଦଳୀ ଧରି ତା ଭଉଣୀମାନଙ୍କ ପାଖକୁ ଗଲା। ସେତେବେଳେ ସେ ଦେଖିଲା ଗୋଟେ ରାକ୍ଷସ ଚିଲ ତା ଭଉଣୀମାନଙ୍କୁ ଘେରି ଅଛି। ହା ହା ହା, ଏତେ ଦିନ ପରେ ଆଜି ଦୁଇଟା କଅଁଳିଆ ଚଢ଼େଇ ଛୁଆ ପାଇଲି। ଆଜି ତ ମଜା ଆସିଯିବ। ଆସ ମୋ ପାଖକୁ ଆସ, ମୁଁ ଏବେ ତମମାନଙ୍କୁ ଖାଇବି। ଏ କଣ, ରାକ୍ଷସ ଚିଲ ମୋ ଭଉଣୀମାନଙ୍କୁ ଖାଇବା ପାଇଁ ଚାହୁଁଛି? ନା ନା, ମୁଁ ଏମିତି ହେବାକୁ ଦେବିନି। ଏବେ ମୋ ପାଖରେ ଶକ୍ତି ଅଛି, ମୁଁ ମୋ ଭଉଣୀମାନଙ୍କୁ ରକ୍ଷା କରିବି। ରାକ୍ଷସ ଚିଲ, ମୋ ଭଉଣୀମାନଙ୍କର କିଛି କ୍ଷତି କରନି, ନହେଲେ ମୁଁ ତତେ ମାରିଦେବି। ଏଇ ଛୋଟ ହେଇ ବଡ଼ ବଡ଼ କଥା କହୁଛୁ? ତୋର ସାହସ ତ କମ୍ ନାହିଁ, ମତେ ଧମକ ଦେଉଛୁ? ଆଗ ତତେ ଖାଇବି, ତାପରେ ତ ଭଉଣୀମାନଙ୍କୁ ଖାଇବି। ଏମିତି କହି ରାକ୍ଷସ ଚିଲ ବଣ୍ଟିକୁ ମାରିବା ପାଇଁ ତା ପାଖକୁ ଆସିଲା। ବଣ୍ଟି ବି ରାକ୍ଷସ ଚିଲ ସହ ଲଢ଼େଇ କଲା, ଆଉ କିଛି ସମୟରେ ହିଁ ସେ ରାକ୍ଷସ ଚିଲକୁ ମାରିଦେଲା। ଆରେ ବଣ୍ଟି, ତୁ ଏତେ ଶକ୍ତି କେମିତି ପାଇଲୁ? ଗୋଟେ ରାକ୍ଷସ ଚିଲକୁ ତୁ ମାରିଦେଲୁ। ତାପରେ ବଣ୍ଟି ସେମାନଙ୍କୁ ସବୁ ଘଟଣା କହିଲା। ଆମକୁ କ୍ଷମା କରିଦେ ଭାଇ, ଆମେ ତୋ ସହ ଏତେ ଖରାପ ବ୍ୟବହାର କଲା ପରେ ବି ତୁ ଆମର ଜୀବନ ରକ୍ଷା କଲୁ। ଆମେ ଆଉ କେବେ ବି ତତେ ରାଗିବୁନି, ଏହି ଥରକୁ ଆମକୁ କ୍ଷମା କରିଦେ। ହଁ ଭାଇ, ମତେ ବି ତୁ କ୍ଷମା କରିଦେ। ମୁଁ ବି ଆଉ କେବେ ବି ତୋ ସହ ଖରାପ ବ୍ୟବହାର କରିବିନି। ଆରେ ଆରେ, ତମେ ମାନେ ବଡ଼ ହେଇ ମତେ କାହିଁକି କ୍ଷମା ମାଗୁଛ? ବିପଦରେ ଭଉଣୀ ପଡ଼ିଲେ ଭାଇ ତାକୁ ସାହାଯ୍ୟ କରେ, ଆଉ ଭାଇ ବିପଦରେ ପଡ଼ିଲେ ଭଉଣୀ ତାକୁ ସାହାଯ୍ୟ କରେ। ତା ଛଡ଼ା ମୁଁ ମୋ ଦୁଇ ଭଉଣୀକୁ ବହୁତ ଭଲ ପାଏ। ମୁଁ ତମମାନଙ୍କ ପାଇଁ ମୋ ଜୀବନ ବି ଦେଇପାରିବି। ଏମିତି ଶୁଣି କୁନି ଆଉ ମୁନି ନିଜ ଭୁଲ ବୁଝିପାରିଲେ। ସେମାନେ ତାଙ୍କ ଭାଇକୁ ଚାବୁଡ଼ି ଧରି ଅନେକ କାନ୍ଦିଲେ। ସେତେବେଳେ ମା ଚଢ଼େଇ ସେଠାକୁ ଆସୁଥିଲା। ସେ ଛୁଆଙ୍କ ସବୁ କଥା ଶୁଣି ତାଙ୍କ ପାଖକୁ ଗଲା। ପିଲାମାନେ, ମୁଁ ଆଜି ତମମାନଙ୍କୁ ଗୋଟେ କଥା କହୁଛି, ମନେ ରଖିବ। କେବେ ବି କାହାକୁ ଅବହେଳା କରିବନି। କେତେବେଳେ କାହାର ଭାଗ୍ୟ ପରିବର୍ତ୍ତନ ହେଇଯିବ ତା କେହି କହିପାରିବେନି। ଆସ ଏବେ ଘରକୁ ଯିବା।
ତାପରେ ସେମାନେ ସୁନା କଦଳୀ ଧରି ଘରକୁ ଆସିଲେ। ସେମାନେ ସୁନା କଦଳୀ ବିକ୍ରି କରି ତାଙ୍କର ସବୁ ଅଭାବ ଦୂର କଲେ। ବଣ୍ଟି ପ୍ରତିଦିନ ତା ଭଉଣୀମାନଙ୍କ ସହ ଖେଳୁଥିଲା। ଏମିତି ସେ ତା ପରିବାର ସହ ଖୁବ୍ ଖୁସିରେ ରହିଲା। ଆରେ ଆରେ, ମୋ ଘର ବାହାରେ କ'ଣ ଏତେ ମଇଳା ପଡ଼ିଛି? ମୁଁ ଏବେ ମୋ ଘର ଚାରିପାଖକୁ ପରିଷ୍କାର କରିଥିଲି, ତାହେଲେ ଏତେ ମଇଳା ଆସିଲା କୋଉଠୁ? ନିଶ୍ଚୟ ଏସବୁ ସେ କାଉର କାମ। ମୁଁ ଆଜି ତାକୁ ଛାଡ଼ିବିନି। କାଉ, ଏ କାଉ, ବଦମାସ ଶୀଘ୍ର ବାହାରକୁ ଆସେ। କ'ଣ ହେଲା? ତୁମ ଘର ବାହାରେ ଏମିତି କୁକୁରଙ୍କ ପରି ଭୁକୁଛୁ କାହିଁକି? ତୁ ଜାଣି ଶୁଣି ମୋ ଘର ବାହାରେ ମଇଳା ପକେଇଛୁ, ଆଉ ମୁଁ କହିବାକୁ ଆସିଲାରୁ ମତେ କୁକୁର କହୁଛୁ? ବାଦୁଡ଼ି ମୁହିଁ କୋଉଠିକାର? ଏଇ ଏଇ, ମୁହଁ ସମ୍ଭାଳି କଥା କହ। ମୋର ତ କିଛି କାମ ନାହିଁ। ତୋର ସେ ଅପରିଷ୍କାର ବାହାରେ ମୁଁ ମୋ ମୂଲ୍ୟବାନ ମଇଳା ପକେଇତେ ଯିବି? ତୁ ଅପରିଷ୍କାର? ତୋର ଏଇ ଅପରିଷ୍କାର ଘରେ ଛିଡ଼ା ହେବାକୁ ବି ମତେ ଇଚ୍ଛା ହଉନି। ତୁ ମୋ ଘର କଥା କ'ଣ କହୁଛୁ? ତୋ ଚେହେରା ଏତେ ଅପରିଷ୍କାର ଯେ ମତେ ଦେଖିଲେ ହିଁ ବାନ୍ତି ଲାଗୁଛି। ତୋ ଦେହରୁ କି ଦୁର୍ଗନ୍ଧ ବାହାରୁଛି। ଛି ଛି, ପଳା ମୋ ସାମ୍ନାରୁ, ନହେଲେ ତମର ବାନ୍ତି ହେଇଯିବ। କ'ଣ ହେଲା? ତୋର ଏତେ ସାହସ? ମତେ ଅପମାନ ଦେଲୁ? ମୋ ଘର ବାହାରେ ମଇଳା ପକେଇ ଏବେ ମତେ ଅପମାନ ଦେଉଛୁ? ଦେଖ ଏବେ ମୁଁ ତୋ ସହ କ'ଣ କରୁଛି। ଚଢ଼େଇ ରାଗି ଯାଇ ତା ଘର ବାହାରେ ପଡ଼ିଥିବା ସବୁ ମଇଳା ଆଣି କାଉର ମୁଣ୍ଡରେ ଢାଳିଦେଲା। ଛି ଛି, ତୁ ଏ କ'ଣ କଲୁ? ମୋ ମୁଣ୍ଡରେ ମଇଳା ଢାଳିଦେଲୁ? ଆଜି ମୁଁ ତତେ ଛାଡ଼ିବିନି। ଆସ ଆସ, ମୁଁ ବି ତତେ ଡରିକି ରହିନି। ଏମିତି ସେ ଦୁଇ ଜଣ ଦୁଇଟି ଲାଠି ଧରି ଖୁବ୍ ଜୋରରେ ଲଢ଼େଇ କଲେ। ତାଙ୍କର ପାଟିତୁଣ୍ଡ ଶୁଣି ଜଙ୍ଗଲର ଅନ୍ୟ ଚଢ଼େଇମାନେ ସେଠାକୁ ଆସିଲେ। ସେମାନେ କାଉ ଆଉ ଚଢ଼େଇକୁ ବୁଝେଇ ତାଙ୍କ ଝଗଡ଼ା ବନ୍ଦ କଲେ, ଆଉ ନିଜ ନିଜ ଘରକୁ ପଠେଇଦେଲେ। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ, ମା ମା, ଭାରି ଭୋକ ଲାଗୁଛି, କିଛି ଖାଇବାକୁ ଦିଅ। ମାରେ, ତୁ ବାହାରେ ଖେଳୁଥା, ମୁଁ ରୋଷେଇ କଲା ପରେ ତତେ ଡାକିଦେବି। ଠିକ ଅଛି ମା, ମୁଁ ଯାଉଛି, ବାହାରେ ବଲ୍ ଖେଳୁଛି, ଖାଇବା ହେଲେ ମତେ ଡାକିଦେବ। ଆରେ ଚିକି, ତୁ ମୋ ବଲ୍ କାହିଁକି ନେଲୁ? ମତେ ମୋ ବଲ୍ ଦେ, ନହେଲେ ମୁଁ ମୋ ମାଙ୍କୁ ସବୁ କଥା କହିଦେବି। ତ ବଲ୍ ଆସି ମୋ ଘରେ ପଡ଼ିଛି। ଆଜିଠୁ ଏ ବଲ୍ ମୋର। ମୁଁ ତତେ ଆଉ ଏ ବଲ୍ ଦେବିନି। ଏବେ ମୁଁ ଏ ବଲ୍ ସାଙ୍ଗରେ ଖେଳିବି। ଏମିତି କହି କାଉଛୁଆ ବଲ୍ ନେଇ ଘର ଭିତରକୁ ଚାଲିଗଲା। ବଡ଼ମାନଙ୍କ ଝଗଡ଼ା ଦେଖି ସାନ ପିଲାମାନେ ବି ଝଗଡ଼ା କରୁଥିଲେ। ଏସବୁ ଦୂରରୁ ଗୋଟେ ପରି ଦେଖୁଥିଲା। ସେ ମନରେ ଚିନ୍ତା କଲା, ଆରେ ମୁଁ ଏ କ'ଣ ଦେଖୁଛି? ବଡ଼ମାନଙ୍କ ଝଗଡ଼ା ପାଇଁ ଛୋଟ ପିଲାମାନେ ବି ଝଗଡ଼ା ଶିଖିଗଲେଣି। ଏହା ଜମା ବି ଠିକ କଥା ନୁହଁ। ଏବେ ମତେ କିଛି କରିବାକୁ ପଡ଼ିବ, ଯେମିତି ଏମାନେ ଝଗଡ଼ା ନ କରି ମିଳିମିଶି ରହିବେ। ଏମିତି କହି ପରି ସେଠାରୁ ଚାଲିଗଲା। ପରଦିନ ସକାଳେ ସେ ଚଢ଼େଇ ଆଉ କାଉ ଘରକୁ ଗଲା। ଘରେ କିଏ ଅଛ? ବାହାରକୁ ଆସ, ମତେ ଟିକେ ସାହାଯ୍ୟ କର। କିଏ ତୁମେ? ଆମେ ତ ତୁମକୁ ଆଗରୁ ଏ ଜଙ୍ଗଲରେ ଦେଖିନୁ। ମୁଁ ଜଣେ ପରୀ, ମୁଁ ଦୂର ପର୍ବତରୁ ଆସିଛି। କ'ଣ ହେଲା? ତୁମେ ଜଣେ ପରୀ? କୁହ କୁହ ପରୀ, ତୁମକୁ କ'ଣ ସାହାଯ୍ୟ ଦରକାର? ମୁଁ ତୁମକୁ ସାହାଯ୍ୟ କରିବି। ସେ ଚଢ଼େଇକୁ ସାହାଯ୍ୟ ମାଗି ନିଜ ସମୟ ନଷ୍ଟ କରନି। କ'ଣ ପାଇଁ ପରୀ, ତୁମେ ସେ କାଉର କଥା ଶୁଣନି। ମତେ କୁହ ପରୀ, ମୁଁ ତୁମକୁ କେମିତି ସାହାଯ୍ୟ କରିବି? ତମେ ଦୁଇ ଜଣ ଆଗ ଝଗଡ଼ା ବନ୍ଦ କର। ମୁଁ ତମମାନଙ୍କୁ କିଛି କହିବାକୁ ଆସିଛି। ମୋ ପାଖରେ ଗୋଟେ କେକ୍ ଘର ଅଛି। ମୁଁ ସେ କେକ୍ ଘର ତମ ଦୁଇ ଜଣଙ୍କ ଭିତରୁ ଜଣକୁ ଦେବି। ସେ କେକ୍ ଘରେ ତମେ ସବୁଦିନ କେକ୍ ପାଇବ, ଆଉ ମନ ଭରି କେକ୍ ଖାଇପାରିବ। ସତରେ ପରୀ, ତୁମେ ଆମକୁ କେକ୍ ଘର ଦେବ? ତେବେ ପରୀ କୁହ, ଆମେ କ'ଣ କରିବୁ? କେକ୍ ଘର ପାଇଁ ତ ମୁଁ କିଛି ବି କରିପାରିବି। ତମେ ଦୁଇ ଜଣ ନିଜ ନିଜ ଜମିରେ ଆଳୁ ଚାଷ କର। ଯିଏ ବି ଅଧିକ ଆଳୁ ଚାଷ କରିବ, ମୁଁ ତାକୁ ସେ କେକ୍ ଘର ଦେବି। ଓ ଏଇ କଥା ପରୀ, ମୋ ଜମି ଚଢ଼େଇ ଜମିଠି ବି ବଡ଼। ଆମେ ଯଦି ଆଳୁ ଚାଷ କରିବୁ, ମୋର ଅଧିକ ଆଳୁ ବାହାରିବ। ଜିତିବି ତ ମୁଁ। ପରୀ, ତୁମେ ମତେ ଏବେ ହିଁ ସେ କେକ୍ ଘର ଦେଇଦିଅ। ନା, ଏମିତି ମୁଁ କାହାକୁ କେକ୍ ଘର ଦେବିନି। ତମେ ମାନେ ଆଗ ପ୍ରତିଯୋଗିତାରେ ଭାଗ ନିଅ, ତାପରେ ଯେ ଜିତିବ ମୁଁ ତାକୁ କେକ୍ ଘର ଦେବି। ତମେ ମାନେ ଏବେ ଚାଷ ଆରମ୍ଭ କର, ମୁଁ କିଛି ଦିନ ପରେ ଆସିବି। ତାପରେ ପରୀ ସେଠାରୁ ଚାଲିଗଲା। ଚଢ଼େଇ ଆଉ କାଉ ନିଜ ନିଜ ଜମିରେ ଆଳୁ ଚାଷ କରିବା ଆରମ୍ଭ କଲେ।
କିଛି ଦିନ ପରେ ତାଙ୍କ ଜମିରେ ଆଳୁ ଚାରା ବାହାରିଲା। ଦିନେ କାଉ ଚଢ଼େଇର ଜମି ଦେଖିବାକୁ ଗଲା। ଏଇ କଣ, ଚଢ଼େଇ ଜମି ଛୋଟ ହେଲେ ବି ତାର କେତେ ଭଲ ଚାରା ଗଛ ବାହାରିଛି। ଏମିତି ହେଲେ ତ ଚଢ଼େଇ ପ୍ରତିଯୋଗିତାରେ ଜିତିଯିବ। ନା ନା, ମୁଁ ସେମିତି ହେବାକୁ ଦେବିନି। ମତେ କିଛି ଗୋଟେ କରିବାକୁ ପଡ଼ିବ। କାଉ ଚଢ଼େଇକୁ କେମିତି ହରେଇବ ମନେ ମନେ ଉପାୟ ଚିନ୍ତା କରୁଥିଲା। ସେ ବଜାରରେ ଥିବା ଗୋଟେ ଔଷଧ ଦୋକାନକୁ ଗଲା। ଆରେ କାଉ ଭଉଣୀ, ଏତେ ଦିନ ପରେ ମୋ ଦୋକାନକୁ ଆସିଲ, ତୁମର କ'ଣ ଦରକାର କୁହ? ହଁ, ମତେ କିଛି ଏମିତି ଔଷଧ ଦିଅ ଯେମିତି ମୁଁ ଗୋଟେ ଆଳୁ ଚାଷ ହେଇଥିବା ଜମିକୁ ନଷ୍ଟ କରିପାରିବି। ଆଚ୍ଛା, ବୁଝିଗଲି। ଏଇ ଲାଲ ରଙ୍ଗର ଔଷଧ ବୋତଲକୁ ନିଅ। ଏଇ ଔଷଧ ବୋତଲକୁ ସେ ଆଳୁ ଚାଷ ହେଇଥିବା ଜମିରେ ଢାଳି ଦେବ। ଚାଷ ହେଇଥିବା ସବୁ ଆଳୁ ଭିତରଟା ନଷ୍ଟ ହେଇଯିବ। ବାହାର ପଟୁ ସେ ଆଳୁ ପୁରାପୁରି ଭଲ ଦେଖାଯିବ, ହେଲେ ଭିତରଟା ସଢ଼ି ଯାଇଥିବ। ଆଚ୍ଛା, ତୁମ ପାଖରେ କିଛି ଏମିତି ଔଷଧ ଅଛି ଯୋଉ ଔଷଧ ଦେଲେ ମୁଁ ଚାଷ କରିଥିବା ଆଳୁ 2 ଗୁଣା ବଢିଯିବ? ହଁ, ସେଥିପାଇଁ ବି ମୋ ପାଖରେ ଔଷଧ ଅଛି। ଏଇ ନିଅ, ଏ ହଳଦିଆ ରଙ୍ଗର ବୋତଲକୁ ନିଜ ଜମିରେ ଢାଳିଦେବ। ତୁମ ଆଳୁ 2 ଗୁଣା ବଢିଯିବ। କାଉ ଖୁସି ମନରେ ସେ 2 ଔଷଧ ବୋତଲ ଧରି ଘରକୁ ଫେରିଲା। ମା ଚିକି, ଉଠ ମା, ଆସ ଗୋଟେ ଜାଗାକୁ ଯିବା। ନାଇଁ ମା, ମୁଁ ଏବେ କୋଉଠିକି ଯିବିନି। ମତେ ଭାରି ନିଦ ଲାଗୁଛି। ଓହୋ, ଉଠ କହିଲି ନା। ଚାଲ ମତେ ଟିକେ ସାହାଯ୍ୟ କର। କାମ ସରିଲେ ଆମେ ଶୀଘ୍ର ଘରକୁ ଫେରି ଆସିବା। କାଉ ଆଉ ତାର ଝିଅ ରାତି ଅଧରେ ଚଢ଼େଇର ଜମିକୁ ଗଲେ। ମା ଚିକି, ଏଇ 2 ବୋତଲକୁ ନେ। ଏଇ ଲାଲ ବୋତଲକୁ ଚଢ଼େଇ ଜମିରେ ଢାଳିଦେବୁ, ଆଉ ଏ ହଳଦିଆ ବୋତଲକୁ ଆମ ଜମିରେ ଢାଳିଦେବୁ। ତୁ ଏବେ ଯା, ମୁଁ ଏଠି ରହି ସମସ୍ତଙ୍କ ଉପରେ ନଜର ରଖୁଛି। କେହି ଦେଖିବା ଆଗରୁ ଶୀଘ୍ର କାମ ସାରି ଫେରି ଆସିବୁ। ଏଇ କାମ ପାଇଁ ତୁମେ ମତେ ରାତି ଅଧରେ ଏଠାକୁ ଆଣିଲ? ସକାଳେ ବି ତ ଆସି ପାରିଥାନ୍ତ। ଆଚ୍ଛା ମା, ଏ 2 ବୋତଲରେ କଣ ଅଛି? ସେ କଥା ଜାଣିବା ତୋର ଦରକାର ନାହିଁ। ତତେ ଯେମିତି କହୁଛି ତୁ ସେମିତି କର। କେହି ଆମକୁ ଦେଖିବା ପୂର୍ବରୁ ତୁ ଯା, ଶୀଘ୍ର କାମ ସାରି ଆସେ। ମା, ଚଢ଼େଇ ଆଣ୍ଟି ଜମିରେ କୋଉ ବୋତଲ ଢାଳିବାକୁ କହିଥିଲେ? ମୋର ତ ମନେ ପଡୁନି। ନିଶ୍ଚୟ ଏ ହଳଦିଆ ବୋତଲ କଥା କହିଥିବେ। ମତେ ଲାଲ ରଙ୍ଗ ଭାରି ଭଲ ଲାଗେ। ମୁଁ ଆମ ଜମିରେ ଏ ଲାଲ ରଙ୍ଗର ବୋତଲକୁ ଢାଳିବି। କିରି, ବୋତଲ ସବୁ ଢାଳିଦେଲୁ? ହଁ ମା, ତୁମେ ଯେମିତି କହିଥିଲ ମୁଁ ସେମିତି କରିଛି। ମୋ ସୁନା ଝିଅ, ଆସ ବି ଘରକୁ ଯିବା। ଏମିତି କିଛି ଦିନ ବିତିଗଲା। ଦିନେ କାଉ ଆଳୁ ତୋଳିବା ପାଇଁ ତା ଜମିକୁ ଗଲା। ଆରେ କଣ, ମୋ ଜମିରୁ ଏତେ ଅଳ୍ପ ଆଳୁ କେମିତି ବାହାରିଲା? ତା ମାନେ କଣ ସେ ଔଷଧ ଦୋକାନୀ ମତେ ଠକିଦେଲା? ଆରେ କଣ, ଏ କେମିତିକା ଚମତ୍କାର! ଆଳୁ କଣ ତଳେ ନ ଫଳି ଗଛ ଉପରେ ଫଳିଛି? ମା କୁନି, ଆସେ ଶୀଘ୍ର ଶୀଘ୍ର ଆଳୁ ତୋଳିବା, ପରି ଆସିବାର ସମୟ ହେଇଗଲାଣି। ଆରେ ମା, ତୋର ଏ କି ଅବସ୍ଥା ହେଇଛି? ତୋ ମୁଣ୍ଡରେ ଆଘାତ କିଏ କଲା? ମା, ସେ ଚିକି କହୁଥିଲା ତୁମେ ପ୍ରତିଯୋଗିତାରେ ହାରିଯିବ, ତାପରେ ସେମାନେ ଆମକୁ ଏ ଜଙ୍ଗଲରୁ ବାହାର କରିଦେବେ। ମତେ ଏସବୁ ଶୁଣିବାକୁ ଭଲ ଲାଗିଲାନି। ତାକୁ ମାରିବା ସମୟରେ ମୋର ଏମିତି ଅବସ୍ଥା ହେଲା। ତମେ ମାନେ ଏବେ ବହୁତ ଛୋଟ, ଏମିତି ଝଗଡା କାହିଁକି କରୁଛ? ମା, ତୁମେ ଆଉ କାଉ ଆଣ୍ଟି ବି ତ ଝଗଡା କର। ଆମେ ଝଗଡା କଲେ ଅସୁବିଧା କଣ? ଆରେ ଏସବୁ କଣ ହେଇଗଲା? କାଉ ଆଉ ମୋ ଝଗଡା ପାଇଁ ପିଲାମାନେ ଖରାପ ବାଟକୁ ଚାଲିଗଲେଣି। ଏବେ ମୁଁ କଣ କରିବି? ଆସିଗଲ ତମେ ମାନେ, ଦେଖିବା କାହାର କେତେ ଆଳୁ ଚାଷ ହେଇଛି। ପରି, ମୋ ଜମିରୁ 5 ବସ୍ତା ଆଳୁ ବାହାରିଛି। ପରି, ମୋର 7 ବସ୍ତା ଆଳୁ ହେଇଛି। ଏ କଣ, ତୋ ଜମି ମୋ ଜମିଠୁ ବି ସାନ, ତାହେଲେ ତୋର 7 ବସ୍ତା ଆଳୁ କେମିତି ବାହାରିଲା? ତା ମାନେ କଣ ଚିକି, ତୁ କୋଉ ରଙ୍ଗର ବୋତଲକୁ ଚଢ଼େଇ ଜମିରେ ଢାଳିଲୁ? ମା, ତୁମେ ମତେ କୋଉ ରଙ୍ଗ କଥା କହିଥିଲ ମୁଁ ଭୁଲି ଯାଇଥିଲି। ମତେ ଲାଲ ରଙ୍ଗ ଭଲ ଲାଗେ, ସେଥିପାଇଁ ମୁଁ ଚଢ଼େଇ ଆଣ୍ଟିଙ୍କ ଜମିରେ ହଳଦିଆ ରଙ୍ଗର ବୋତଲକୁ ଢାଳିଥିଲି, ଆଉ ଆମ ଜମିରେ ଲାଲ ରଙ୍ଗର ବୋତଲକୁ ଢାଳିଥିଲି। ଆରେ ଆରେ, ତୁ କଣ ସର୍ବନାଶ କରିଦେଲୁ? ତମେ ମାନେ ଏସବୁ କଣ କଥା ହେଉଛ? ମୁଁ ତ କିଛି ବି ବୁଝିପାରୁନି। ଚଢ଼େଇ, ସେମାନେ ନିଜ ଭୁଲର ଶାସ୍ତି ପାଇଛନ୍ତି। କାଉ, ତୁ ସମସ୍ତଙ୍କୁ ସବୁ କଥା କହିବୁ ନା ମୁଁ କହିବି? ମୋର ଭୁଲ ହେଇଗଲା ପରି,
ଚଢ଼େଇର କ୍ଷତି କରିବାକୁ ଯାଇ ମୋ ନିଜର କ୍ଷତି ହେଇଗଲା। ଚଢ଼େଇ ତୁ ମତେ ବି କ୍ଷମା କରିଦେ। ମୁଁ ଆଉ ଦିନେ ବି ତୋ ସହ ଝଗଡ଼ା କରିବିନି। ଆଜି ମୁଁ ମୋ ଭୁଲ ବୁଝିପାରୁଛି। କାଉ ତୁ ମତେ ବି କ୍ଷମା କରିଦେ। ମୁଁ ବି ମୋ ଭୁଲ ବୁଝିଗଲି। ଆମେ ଆଉ କେବେ ବି ଝଗଡ଼ା କରିବାନି। ଆମ ପାଇଁ ଆମ ପିଲାମାନେ ବିଗିଡ଼ି ଯାଉଛନ୍ତି। ତମ ଦୁଇ ଜଣଙ୍କ ପାଇଁ ମୁଁ ଆଜି ଅନେକ ଖୁସି। ମୁଁ ଯାହା ଚାହୁଁଥିଲି ତା ଏବେ ପୁରା ହେଇଗଲା। ତମେ ମାନେ ଆଉ ଝଗଡ଼ା ନ କରି ଏବେ ମିଳିମିଶି ଖୁସିରେ ରୁହ। ଏଇ ନିଅ କେକ୍ ଘର। ଏଇ କେକ୍ ଘରୁ ତମମାନଙ୍କ ସହ ଜଙ୍ଗଲର ଅନ୍ୟ ପକ୍ଷୀମାନେ ବି କେକ୍ ଖାଇପାରିବେ। ଏମିତି କହି ପରି ସେଠାରୁ ଚାଲିଗଲା। ସେଦିନ ପରଠାରୁ କାଉ ଆଉ ଚଢ଼େଇ ଝଗଡ଼ା କଲେ ନାହିଁ। ତାଙ୍କ ପିଲାମାନେ ବି ସାଙ୍ଗ ହେଇଗଲେ। ଏମିତି ସେମାନେ ମିଳିମିଶି ଖୁସିରେ ରହିଲେ। ଚିଲ ଦୁଇଟି ଗଛ ଲଗେଇଥିଲା। ଗୋଟେ ଥିଲା ଆମ୍ବ ଗଛ, ଆଉ ଗୋଟେ ଥିଲା କଦଳୀ ଗଛ। ଚିଲ ପ୍ରତିଦିନ ତା ଦୁଇ ଗଛର ଯତ୍ନ ନେଉଥିଲା। ଆରେ ବା, ଏଇ ଅଳ୍ପ ଦିନରେ ହିଁ ମୋ ଦୁଇ ଗଛ କେତେ ବଡ଼ ହେଇଗଲେ। କିଛି ଦିନ ପରେ ଯେତେବେଳେ ମୋ ଦୁଇ ଗଛରେ ଫଳ ଫଳିବ, ମୁଁ ସେସବୁ ବଜାରକୁ ନେଇ ବିକ୍ରି କରିବି ଆଉ ଅନେକ ଟଙ୍କା ରୋଜଗାର କରିବି। ଆରେ ସାଙ୍ଗ କଦଳୀ ଗଛ, କେତେ ଦିନ ପରେ ଯାଇ ବର୍ଷା ହେଲା। ବର୍ଷା ପାଣି ମୋ ଦେହରେ ବାଜିବାରୁ ମତେ ଭାରି ସତେଜ ଲାଗୁଛି। ହଁ ସାଙ୍ଗ, ତୁ ଠିକ କହିଲୁ। ଅନେକ ଦିନରୁ ବର୍ଷା ହେଇନଥିଲା। ଏବେ ଆମ ଶାଖା ପ୍ରଶାଖା ଭଲରେ ବଢ଼ିବେ। ଆମ୍ବ ଗଛ ଆଉ କଦଳୀ ଗଛ ପାଖାପାଖି ଥିବାରୁ ସେ ଦୁଇ ଜଣ ଖୁବ୍ ଭଲ ସାଙ୍ଗ ଥିଲେ। ସେମାନେ ଯେତେବେଳେ କଥା ହେଉଥିଲେ, ଦୁଇଟି ଚଢ଼େଇ ସେଠାକୁ ଆସିଲେ। ଏବେ ଆମେ କୋଉଠି ରହିବା? ଏଇ ବର୍ଷାରେ ଆମ ଘର ଭାଙ୍ଗିଗଲା। ମୁଁ ଆଗରୁ କହୁଥିଲି ଘର ମରାମତି କରିବା ପାଇଁ, ହେଲେ ତୁମେ ମୋ କଥା ଶୁଣିଲନି। କିଛି ଦିନ ପରେ ମୁଁ ଘର ମରାମତି କରି ନେଇଥାନ୍ତି, ହେଲେ ଅଚାନକ କେମିତି ବର୍ଷା ହେବ କିଏ ଜାଣିଥିଲା। ତମେ ମାନେ ମନ ଦୁଃଖ କରନି। ବର୍ଷା ଛାଡ଼ିଲେ ମୋଠୁ କିଛି ଡାଳ ଆଉ ମୋ ସାଙ୍ଗ କଦଳୀ ଗଛରୁ କିଛି ପତ୍ର ନେଇ ନିଜ ପାଇଁ ଏକ ଘର ତିଆରି କରିନେବ। ତୁମେ ସତ କହୁଛ ଆମ୍ବ ଗଛ? ତୁମେ ଆମକୁ ଡାଳ ଆଉ କଦଳୀ ଗଛ ଆମକୁ ପତ୍ର ଦେବ? ହଁ, ଆମେ ସତ କହୁଛୁ। ବର୍ଷା ଛାଡ଼ିଯିବା ପରେ ଦୁଇ ଚଢ଼େଇ ଡାଳ ପତ୍ର ନେଇ ନିଜ ପାଇଁ ଏକ ଘର ତିଆରି କଲେ। ଏମିତି ସେ ଦୁଇ ଗଛ ଚଢ଼େଇମାନଙ୍କୁ ସାହାଯ୍ୟ କରୁଥିଲେ। କିଛି ଦିନ ପରେ ଦୁଇ ଗଛରେ ଫଳ ଫଳିଲା। ସାଙ୍ଗ, ତୋ ଗଛରେ ଏ ବର୍ଷ ବହୁତ ଭଲ ଆମ୍ବ ଧରିଛି। ମାଲିକାଣୀ ଦେଖିଲେ ଖୁବ୍ ଖୁସି ହେଇଯିବେ। ଖାଲି ମୋ ପ୍ରଶଂସା କାହିଁକି କରୁଛୁ? ତୋ ଗଛରେ ବି ଭଲ ଫଳ ଫଳିଛି। ସେତେବେଳେ ଚିଲ ସେଠାକୁ ଆସିଲା ଆଉ ଆମ୍ବ ଗଛରେ ଏତେ ଫଳ ଦେଖି ତ ସେ ଖୁବ୍ ଖୁସି ହେଇଗଲା। ବାଃ, ମୋ ଆମ୍ବ ଗଛରେ କେତେ ଫଳ ଫଳିଛି। ଏବେ ମୁଁ ଆମ୍ବ ଗଛର ଆହୁରି ଭଲ ଯତ୍ନ ନେବି। ଯେତେ ଅଧିକ ଆମ୍ବ ଫଳିବ, ମୁଁ ସେତେ ଅଧିକ ଲାଭ ପାଇବି। ଏମିତି ଚିଲ ପ୍ରତିଦିନ ଆମ୍ବ ଗଛର ଭଲ ଯତ୍ନ ନେଉଥିଲା। ସେ ସବୁବେଳେ ଆମ୍ବ ଗଛ ମୂଳରେ ହିଁ ପାଣି ଢାଳୁଥିଲା। ଦିନେ ଦୁଇଟି କାଉ ଆମ୍ବ ଗଛ ପାଖକୁ ଆସିଲେ। ମୁଁ ଏବେ ଦେଖି ଆସିଛି, ଚିଲ ଦିଦି ଘରେ ନାହାନ୍ତି। ଚାଲେ ଏହି ସୁଯୋଗରେ ଆମେ ଆମ୍ବ ଖାଇ ଚାଲିଯିବା। ଆରେ ରହିଯାଅ, ମୋ ମାଲିକାଣୀ ନ ଆସିବା ଯାଏଁ ମୁଁ ତମମାନଙ୍କୁ ମୋ ଫଳ ନେବାକୁ ଦେବିନି। ଆରେ ଫଳ ରାଜା ଆମ୍ବ, ଏତେ ରାଗୁଛ କାହିଁକି? ଆମେ ତ କେବଳ ତୁମ ଫଳ ଚାଖିବାକୁ ଆସିଥିଲୁ। କଣ କହିଲ ତମେ ମାନେ? ମୁଁ ଫଳ ରାଜା? ଏକଥା କଣ ସତ? ହଁ, ଆମେ ସତ କହୁଛୁ। ଆମ୍ବ ବହୁତ ମିଠା ହେବା ଯୋଗୁଁ ସମସ୍ତେ ତାକୁ ଫଳର ରାଜା କୁହନ୍ତି। ସେଥିପାଇଁ ତ ଆମେ ତୁମ ଫଳ ଚାଖିବାକୁ ଆସିଥିଲୁ। ତୁମ ଆମ୍ବ ମିଠା କି ନୁହଁ ଆମେ ଜାଣିଥାନ୍ତୁ। ଓ ଏମିତି କଥା। ମୋ ଆମ୍ବ ବହୁତ ମିଠା। ନିଅ ନିଅ, ମୋଠୁ କିଛି ଆମ୍ବ ଖାଇ ଦେଖ। ଆମ୍ବ ଗଛ, ତୁମ ଆମ୍ବ ଭାରି ମିଠା। ସତରେ ତୁମେ ହେଉଛ ଫଳ ରାଜା। ଏମିତି ଦୁଇ କାଉ ଆମ୍ବ ଖାଇ ସେଠାରୁ ଚାଲିଗଲେ। ନିଜର ଏତେ ପ୍ରଶଂସା ଶୁଣି ତ ଆମ୍ବ ଗଛ ଖୁବ୍ ଖୁସି ହେଇଗଲା। ଆମ୍ବ ଫଳକୁ ସମସ୍ତେ ଏତେ ଭଲ ପାଆନ୍ତି। ମୁଁ ହେଉଛି ଫଳର ରାଜା। ଏସବୁ ଶୁଣି ତ ମତେ ଭାରି ମଜା ଲାଗିଲା। ମୁଁ ହେଉଛି ଫଳ ରାଜା। ହା ହା ହା। ଆରେ ସାଙ୍ଗ, ଏତେ ତରତର ହେଇ କୁଆଡ଼େ ଯାଉଛୁ? ଟିକେ ରହ। ବହୁ ଦିନରୁ ଆମର ଦେଖା ହେଇନଥିଲା। ଏ ଆମ୍ବ ଗଛ ମୂଳେ ବସି କିଛି ସମୟ କଥା ହେବା, ତାପରେ ଘରକୁ ଯିବା। ଶୁଣ ପାରା, ଆଗରୁ ଆମେ ସାଙ୍ଗ ଥିଲେ, ହେଲେ ଏବେ ମୁଁ ଆଉ ତୋ ସହ ସାଙ୍ଗ ହେବାକୁ ଚାହୁଁନି। ମୋ ବାହାଘର ଗୋଟେ ଧନୀ ଚଳି ସହ ହେଇଛି। ଏବେ ମୁଁ ବି ଧନୀ, ହେଲେ ତୁ ସେମିତି ଗରିବ ହେଇ ଏଯାଏଁ ରହିଛୁ। ତୋ ସହ ସାଙ୍ଗ ହେଲେ ମୋର ସମ୍ମାନ ନଷ୍ଟ ହେବ।
ଧନୀ ଗରିବ କେବେ ସାଙ୍ଗ ହୁଅନ୍ତିନି, ବୁଝିଲୁ? କିନ୍ତୁ ସାଙ୍ଗ? କୌଣସି କିନ୍ତୁ ନାହିଁ, କହିଲି ନା ମୁଁ ତୋର ଆଉ ସାଙ୍ଗ ନୁହଁ। ମୁଁ ଏବେ ଯାଉଛି। ଏ ଚଢ଼େଇ ଦୁଇଟା ତ ଯାହା କହିଲେ ତା ତ ଏକଦମ ଠିକ। ମୁଁ ହେଉଛି ଫଳ ରାଜା। ବଜାରରେ ମୋର କେତେ ଦାମ। ମାଲିକାଣୀ ବି ମୋର ଅଧିକ ଯତ୍ନ ନିଅନ୍ତି। ହେଲେ ମୋ ସାଙ୍ଗ ହେଉଛି ଏ ସାମାନ୍ୟ କଦଳୀ ଗଛ। ଯେତେବେଳେ ଚଢ଼େଇ ମାନେ ଜାଣିବେ ଏ ସାମାନ୍ୟ କଦଳୀ ଗଛ ମୋ ସାଙ୍ଗ, ସମସ୍ତେ ମତେ ବି ଛୋଟ ଭାବିବେ। ନା ନା, ମୁଁ ଏ କଦଳୀ ଗଛ ସହ ସାଙ୍ଗ ହେବିନି। ଧୀରେ ଧୀରେ ଆମ୍ବ ଗଛର ସ୍ୱଭାବ ବଦଳିଗଲା। ସେ ଅନେକ ଅହଙ୍କାରୀ ପାଲଟିଗଲା। ସାଙ୍ଗ ଆମ୍ବ ଗଛ, ମୁଁ ଜାଣିପାରୁନି ତୋର କଣ ହେଇଛି। ତୁ ଏତେ ବଦଳି ଗଲୁ କେମିତି? ମୋ ସହ ତୁ ଆଗ ଭଳି ଆଉ କଥା ହେଉନୁ କାହିଁକି? ସାଙ୍ଗ ଥିଲୁ, ହେଲେ ଏବେ ଆଉ ନାହିଁ। ମୁଁ ହେଉଛି ରାଜା। ରାଜା ହେଇ ତୋ ଭଳି ଏକ ଶସ୍ତା ଗଛ ସହ ସାଙ୍ଗ ହେଲେ ମୋର ଦାମ କମିଯିବ। ତୁ ଆଉ ଦିନେ ବି ମୋ ସହ କଥା ହେବୁନି, ବୁଝିଲୁ? ସାଙ୍ଗ ଆମ୍ବ ଗଛ, ନିଜକୁ ନେଇ ଏତେ ଗର୍ବ ଅହଙ୍କାର କରିବା ଠିକ ନୁହଁ। ସାଙ୍ଗ ଭିତରେ କୌଣସି ପାର୍ଥକ୍ୟ ନଥାଏ। ତୁ ଆଜି ମତେ ଶସ୍ତା କହୁଛୁ, ଦେଖିବୁ ଦିନେ ମୁଁ ତୋର କାମରେ ଆସିବି। ସାମାନ୍ୟ ଗୋଟେ କଦଳୀ ଗଛ ମୋ କାମରେ ଆସିବ? ତୋ କଥା ଶୁଣି ମତେ ହସ ଲାଗୁଛି। ତୋ ଦେହରେ ତ ବଳ ହିଁ ନାହିଁ। ଟିକେ ଝଡ଼ ବର୍ଷା ହେଲେ ତୁ ଆଗ ଢଳି ପଡ଼ିବୁ। ବଜାରରେ ମୋର କେତେ ଦାମ ଜାଣିଛୁ? ତତେ କହିକି ବି କଣ ଲାଭ? ତୋ ସହ କଥା ହେବାକୁ ବି ମୋର ଜମା ଇଚ୍ଛା ନାହିଁ। ଆମ୍ବ ପାଚିଲା ପରେ ଚିଲ ତା ଗଛର ସବୁ ଆମ୍ବ ତୋଳି ବଜାରରେ ନେଇ ବିକ୍ରି କଲା। ସେ ବହୁତ ଭଲ ଟଙ୍କା ରୋଜଗାର କଲା। ତାପରେ ଆହୁରି ବେଶ କିଛି ଦିନ ବିତିଗଲା। ପୁଣି ଥରେ ଆମ୍ବରେ ବଉଳ ଧରିଲା। ସେତେବେଳେ କିଛି ମହୁମାଛି ତା ପାଖକୁ ଆସିଲେ। ଶୁଣ ସମସ୍ତେ, ଏଇ ଗଛଟି ଅନେକ ସୁନ୍ଦର। ଆମେ ଏଇଠି ବସା ବାନ୍ଧି ରହିବା। ନା ନା, ଜମା ନୁହଁ। ତମେ ମାନେ ମୋ ଗଛରେ ବସା ବାନ୍ଧି ପାରିବନି। ତମ ମାନଙ୍କ ଶବ୍ଦରେ ମୁଁ ଟିକେ ବି ଶୋଇପାରିବିନି। ଶୀଘ୍ର ଏଠୁ ଚାଲିଯାଅ। ମହୁମାଛି ରାଣୀ, ତୁମେ ଚାହିଁଲେ ମୋ ଗଛରେ ବସା ବାନ୍ଧି ରହିପାରିବ। ମୋର କିଛି ଅସୁବିଧା ହେବନି। ତାପରେ ମହୁମାଛି ଦଳ କଦଳୀ ଗଛରେ ବସା ବାନ୍ଧି ରହିଲେ। କିଛି ସମୟ ପରେ ଗୋଟେ ପ୍ରଜାପତି ଆମ୍ବ ଗଛ ପାଖକୁ ଆସିଲା। ଆରେ ସମସ୍ତେ ଏଠାକୁ ଆସ, ଆମ୍ବ ଗଛରେ ବଉଳ ଧରିଛି। ବଉଳ ଫୁଲର ବାସ୍ନା ମତେ ଭାରି ଭଲ ଲାଗେ। ଯେମିତି ପ୍ରଜାପତି ଦଳ ଆମ୍ବ ଗଛ ପାଖକୁ ଆସିଲେ, ଆମ୍ବ ଗଛ ରାଗି ଯାଇ ସେମାନଙ୍କୁ ସେଠୁ ତଡ଼ିଦେଲା। ସେ କାହାକୁ ବି ନିଜ ପାଖକୁ ଆସିବାକୁ ଦେଉନଥିଲା, ଯାହା ଫଳରେ ତାର ସବୁ ବଉଳ ଝଡ଼ିଗଲା। ଆମ୍ବ ଗଛରେ ଗୋଟେ ବି ଆମ୍ବ ଫଳିଲାନି। ସେପଟେ କଦଳୀ ଗଛରେ ବହୁତ ଭଲ ଫଳ ହେଲା। ଏ ଆମ୍ବ ଗଛଟାକୁ ରଖି କଣ ଲାଭ? ଗୋଟେ ବି ତ ଫଳ ଦେଉନି। ମୁଁ ଶୀଘ୍ର ଏ ଆମ୍ବ ଗଛକୁ କାଟିଦିଏ। ଏସବୁ ମୋ ସହ କଣ ହେଉଛି? ମୁଁ ଅହଙ୍କାର କଲି ବୋଲି ଆଜି ମୋର ଏଇ ଅବସ୍ଥା ହେଲା। ସାଙ୍ଗ, ତୁ ଚିନ୍ତା କରନି, ମୁଁ ଅଛି। କେହି ତୋର କିଛି କ୍ଷତି କରିପାରିବେନି। ମହୁମାଛି ରାଣୀ, ମୋ ସାଙ୍ଗକୁ ରକ୍ଷା କର। ଯେମିତି ଚିଲ ଆମ୍ବ ଗଛକୁ କାଟିବା ପାଇଁ ଆସିଲା, ମହୁମାଛି ମାନେ ତା ଉପରେ ଆକ୍ରମଣ କଲେ। ଚିଲ ଭୟରେ ଆମ୍ବ ଗଛକୁ ଆଉ ନ କାଟି ଘର ଭିତରକୁ ଚାଲିଗଲା। ସାଙ୍ଗ, ମତେ କ୍ଷମା କରିଦେ। ମୁଁ ମୋ ଭୁଲ ବୁଝିପାରୁଛି। ଅହଙ୍କାର କରି ମୁଁ ଚରମ ଶିକ୍ଷା ପାଇଲି। ମୁଁ ଜାଣିଗଲି ସାଙ୍ଗ ଭିତରେ କୌଣସି ପାର୍ଥକ୍ୟ ନଥାଏ। ଗୋଟେ ପ୍ରକୃତ ସାଙ୍ଗ ହିଁ ବିପଦ ସମୟରେ ସାହାଯ୍ୟ କରେ। ତୁ ମୋର ପ୍ରକୃତ ସାଙ୍ଗ। ମୁଁ ମୋ ସାଙ୍ଗକୁ ଫେରି ପାଇ ଆଜି ଅନେକ ଖୁସି। ଏବେ ଆମେ ପୂର୍ବ ଭଳି ସମସ୍ତଙ୍କୁ ସାହାଯ୍ୟ କରିବା। ତାପରେ କଦଳୀ ଗଛ ଆଉ ଆମ୍ବ ଗଛ ସାଙ୍ଗ ହେଇଗଲେ। କିଛି ଦିନ ପରେ ଆମ୍ବ ଗଛରେ ବି ଫଳ ଫଳିଲା। ଏସବୁ ଦେଖି ଚିଲ ତାକୁ ଆଉ କାଟିଲାନି। ପୂର୍ବ ଭଳି ଦୁଇ ସାଙ୍ଗ ମିଳିମିଶି ଖୁସିରେ ରହିଲେ। ମା, ମତେ ଆଜି ମିଠା ଫଳ ଖାଇବାକୁ ଭାରି ଇଚ୍ଛା ହଉଛି। ମତେ କିଛି ମିଠା ଫଳ ଆଣିଦିଅ ନା। ହଁ ରେ ମା, ତୋ ବାପା ମିଠା ଫଳ ଖୋଜିବାକୁ ହିଁ ଯାଇଛନ୍ତି। ସେ ପାଇଲେ ତୋ ପାଇଁ ମିଠା ଫଳ ଆଣିଦେବେ। ଆରେ ଏଇ ତ ତୋ ବାପା ଆସିଗଲେ। ବାପା, ମୋ ପାଇଁ ମିଠା ଫଳ ଆଣିଦେଇଛ? ହଁ ହଁ, ମୁଁ ଏମିତି ଏକ ମିଠା ଫଳ ଆଣିଛି। ତୁ ଆଗରୁ ଏମିତି ମିଠା ଫଳ କେବେ ଖାଇନଥିବୁ। ଏଇ ନେ ମା, ଯା, ବାହାରେ ମିଠି ଛୁଆ ଅଛି, ତା ସାଙ୍ଗରେ ମିଶି ଏ ଫଳ ଖାଇବୁ। ଆରେ ଏ ଫଳଟା ତ ପିଶାଚି ବଗିଚାର। ପିଶାଚି କାହାକୁ ବି ନିଜ ବଗିଚାରେ ପଶିବାକୁ ଦିଏନି। ତାହେଲେ ତମେ କେମିତି ଏ ଫଳ ଆଣିଲ? ଆଜି ମୁଁ ଆଉ ମିଟୁ ଯେତେବେଳେ ପିଶାଚି ବଗିଚା ରାସ୍ତାରେ ଯାଉଥିଲୁ, ସେତେବେଳେ ଦେଖିଲୁ ପିଶାଚି ପାଣି ପିଇବା ପାଇଁ ତା ବଗିଚା ଛାଡ଼ି ନଦୀକୁ ଯାଉଥିଲା।
ସେଇ ସୁଯୋଗରେ ମୁଁ ଆଉ ମିଟୁ ତା ବଗିଚାରୁ କିଛି ମିଠା ଫଳ ଖାଇ ଗୋଟେ ଗୋଟେ ଫଳ ନେଇ ଆସିଲୁ। ଓ ଆଚ୍ଛା, ତେବେ ତୁମେ ଗୋଟେ ଫଳ କାହିଁକି ଆଣିଲ? ମୁଁ ଆଜି ଯାଇ ସେ ପିଶାଚି ବଗିଚାର ଫଳ ଖାଇନି। ମୋ ପାଇଁ ବି ତ ଗୋଟେ ଆଣି ଦେଇଥାନ୍ତ। ଆରେ ଆରେ ତୁ ଆଉ ରାଗନି। କାଲି ଯେତେବେଳେ ପିଶାଚି ପୁଣି ନଦୀକୁ ପାଣି ପିଇବା ପାଇଁ ଯିବ, ମୁଁ ତୋ ପାଇଁ ବି ଗୋଟେ ମିଠା ଫଳ ଆଣିଦେବି। ତେବେ ଠିକ ଅଛି, କାଲି ମୁଁ ବି ତୁମ ସାଙ୍ଗରେ ଯିବି ଆଉ ଅନେକ ସାରା ଫଳ ଏକାଥରେ ହିଁ ନେଇ ଆସିବି। ସାଙ୍ଗ ମିକି, ଦେଖେ ମୋ ବାପା ମୋ ପାଇଁ ଗୋଟେ ମିଠା ଫଳ ଆଣିଛନ୍ତି। ଏ ଫଳ ଏତେ ମିଠା ଯେ ତୁ ଆଗରୁ କେବେ ଖାଇ ନଥିବୁ। ହଁ ସାଙ୍ଗ, ମୋ ବାପା ବି ମୋ ପାଇଁ ମିଠା ଫଳ ଆଣିଛନ୍ତି। ଏଇ ଦେଖେ। ସତରେ ସାଙ୍ଗ, ଏ ଫଳ ନା ଭାରି ମିଠା। ମୁଁ ଏମିତି ଫଳ ଆଗରୁ କେବେ ଖାଇ ନଥିଲି। ହଁ, ତୁ ଠିକ କହିଲୁ, ଏ ଫଳ ସତରେ ଭାରି ମିଠା। ଜାଣିଛୁ, ଏ ଫଳ ସବୁ ନା ପିଶାଚି ବଗିଚାର। ତମେ ମାନେ କଣ ଫଳ ଖାଉଛ? ମତେ ବି ଟିକେ ଦେବ, ମୁଁ ବି ଖାଇଥାନ୍ତି। ଆମେ ତତେ କାହିଁକି ଆମ ମିଠା ଫଳ ଦେବୁ? ଆମ ବାପା କେତେ କଷ୍ଟ କରି ପିଶାଚି ବଗିଚାର ଫଳ ଆଣିଛନ୍ତି। ଜାଣିଛୁ, ତୋର ଯଦି ସେ ଫଳ ଖାଇବାକୁ ଇଚ୍ଛା, ଯା ତୋ ମାକୁ କହିବୁ, ସେ ପିଶାଚି ବଗିଚାରୁ ତୋ ପାଇଁ ଫଳ ଆଣିଦେବେ। ଏମିତି କହି ମିଟୁ ଛୁଆ ଆଉ କାଉ ଛୁଆ ସେଠାରୁ ଚାଲିଗଲେ। କୁନି ମନ ଦୁଃଖରେ ତା ମା ପାଖକୁ ଗଲା। ମା, ମୋ ପାଇଁ ବି ପିଶାଚି ବଗିଚାରୁ ଗୋଟେ ମିଠା ଫଳ ଆଣିଦିଅ ନା। ଜାଣିଛ ମା, ଚିକି ଆଉ ମିକିର ବାପା ମା ତାଙ୍କ ପାଇଁ ପିଶାଚି ବଗିଚାରୁ ମିଠା ଫଳ ଆଣିଛନ୍ତି। ହେଲେ ପିଶାଚି ତା ବଗିଚାରେ କାହାକୁ ବି ପଶିବାକୁ ଦିଏନି। ତାହେଲେ ସେମାନେ ତା ବଗିଚାର ଫଳ କେମିତି ଆଣିଲେ? ନିଶ୍ଚୟ ସେମାନେ ଚୋରି କରି ସେ ଫଳ ଆଣିଥିବେ। ମାରେ, ଚୋରି କରିବା ଭଲ ନୁହଁ, ଚୋରି କରିବା ମହାପାପ। ମୁଁ କେବେ ବି ଚୋରି କରି ତୋ ପାଇଁ ସେ ଫଳ ଆଣିବିନି। ତାହେଲେ କଣ ମା, ମୁଁ କେବେ ବି ସେ ମିଠା ଫଳ ଖାଇପାରିବିନି? ତୁ ଗୋଟେ କାମ କର, କାଉ ଛୁଆ ଆଉ ମିଟୁ ଛୁଆ ଯୋଉଠି ସେ ମିଠା ଫଳ ଖାଉଥିଲେ, ତୁ ସେଠାକୁ ଯାଇ ଦେଖେ। ସେଠି ଯଦି ସେ ଫଳର ମଞ୍ଜି ପଡିଥିବ, ତୁ ସେ ମଞ୍ଜି ନେଇ ଆ, ଆମ ବଗିଚାରେ ଲଗେଇଦେବା। ଯେବେ ସେ ଗଛରେ ଫଳ ଫଳିବ, ତୁ ମନ ଭରି ମିଠା ଫଳ ଖାଇପାରିବୁ। କିନ୍ତୁ ମା, ମଞ୍ଜିରୁ ଗଛ ହେବା ପାଇଁ ତ ଅନେକ ଡେରି ଲାଗିବ। ମାରେ, ଅପେକ୍ଷାର ଫଳ ମିଠା ହେଇଥାଏ। ତୁ କିଛି ଦିନ ଅପେକ୍ଷା କଲେ କେତେ ଫଳ ପାଇବୁ କହିଲୁ? ଏଇ ତ, ଏଇଠି ଦୁଇଟା ମଞ୍ଜି ପଡିଛି। ମୁଁ ଏବେ ମଞ୍ଜି ନେଇ ଘରକୁ ଯାଏ। ଏମିତି କହି କୁନି ସେ ଦୁଇଟି ମଞ୍ଜି ଧରି ଘରକୁ ଗଲା। ମା ଚଢ଼େଇ ସେ ଦୁଇଟି ମଞ୍ଜିକୁ ପୋତି ଦେଲା। ସକାଳେ କୁନି ଦୁଇଟି ବଡ ବଡ ଗଛ ଦେଖି ତ ଆଶ୍ଚର୍ଯ୍ୟ ହେଇଗଲା। ଏ କଣ, ଗୋଟେ ରାତିରେ ହିଁ ମଞ୍ଜିରୁ ଗଛ ବାହାରି ଏତେ ବଡ ହେଇଗଲା? ମୁଁ ମୋ ଆଖିକୁ ବିଶ୍ୱାସ କରିପାରୁନି। ମା, ମା, ଶୀଘ୍ର ବାହାରକୁ ଆସି ଦେଖ, କଣ ହେଇଛି? ଆରେ କଣ ହେଲା? ତୁ ମତେ କାହିଁକି ଡାକିଲୁ? ଏ କି ଚମତ୍କାର! ଗୋଟେ ରାତିରେ କଣ ମଞ୍ଜିରୁ ଗଛ ବାହାରି ଏତେ ବଡ ହେଇଗଲା? ହଁ ମା, ଏଇ ଗଛକୁ ଦେଖିବା ପାଇଁ ହିଁ ମୁଁ ତୁମକୁ ଡାକୁଥିଲି। ମା, ମୁଁ ଏବେ ଖୁବ ଶୀଘ୍ର ମିଠା ଫଳ ଖାଇପାରିବି ନା? ହଁ, ଖାଇପାରିବୁ। ହେଲେ ତା ପୂର୍ବରୁ ଏଇ ଦୁଇ ଗଛର ଭଲ ଯତ୍ନ ନେବୁ। ପ୍ରତିଦିନ ଦୁଇ ଗଛରେ ପାଣି ଦେବୁ। ତାହେଲେ ଶୀଘ୍ର ଶୀଘ୍ର ଦୁଇ ଗଛରେ ଫଳ ଫଳିବ, ଆଉ ତୁ ମିଠା ଫଳ ଖାଇପାରିବୁ। ଆଚ୍ଛା, ଠିକ ଅଛି ମା। ଏମିତି କୁନି ସବୁଦିନ ସେ ଦୁଇ ଗଛ ମୂଳରେ ପାଣି ଦେଉଥିଲା। ଦିନେ ସେ ଦେଖିଲା ତା ଦୁଇ ଗଛରେ ଫୁଲ ହେଇଛି। ଏମିତି ଦେଖି ତ ସେ ଖୁବ ଖୁସି ହେଇଗଲା। ସେଦିନ ମୁଁ ଚିକି ଆଉ ମିକିକୁ ଗୋଟେ ଫଳ ଖାଇବାକୁ ମାଗିଥିଲି ବୋଲି ସେମାନେ ମତେ କେତେ କଥା କହିଥିଲେ। ଏବେ ଯେତେବେଳେ ସେମାନେ ଜାଣିବେ ମୋ ପାଖରେ ସେ ମିଠା ଫଳର ଗଛ ଅଛି, ସେମାନେ ତ ଈର୍ଷାରେ ଜଳିଯିବେ। ଯାଏ ତାଙ୍କୁ ଏକଥା କହିଦେଇ ଆସେ। କିରେ କୁନି, ପୁଣି ଆମ ପାଖକୁ ମିଠା ଫଳ ମାଗିବାକୁ ଆସିଛୁ? ଥରେ କହିଲୁ ନା ଆମେ ତତେ ମିଠା ଫଳ ଦେଇପାରିବୁନି। ନା ନା, ମୁଁ ଆଜି ତମ ମାନଙ୍କୁ ଫଳ ମାଗିବାକୁ ଆସିନି, ମୁଁ ଗୋଟେ କଥା କହିବାକୁ ଆସିଛି। କୁନି ସେମାନଙ୍କୁ ତା ମିଠା ଫଳର ଗଛ କଥା କହିଦେଲା। ଥାଉ ଥାଉ, ତୁ ଆଉ ମିଛ କଥା କହନି। ଆମେ ଜାଣିଛୁ ତୁ ଆମକୁ ରଗେଇବା ପାଇଁ ଏମିତି ମିଛ କହୁଛୁ। ଆରେ ସାଙ୍ଗ, ସେ କୁନି ଯଦି ସତ କହୁଥାଏ, ତାହେଲେ ତ ସେ ଆମକୁ ଦେଖେଇ ଦେଖେଇ ମିଠା ଫଳ ଖାଇବ। ଆମେ ତାକୁ ଦେଖିଲେ ବି କିଛି କରିପାରିବାନି। ହଁ, ତୁ ଠିକ କହିଲୁ। ମୁଁ ଏବେ ଯାଉଛି, ମୋ ବାପା ମାଙ୍କୁ ଏକଥା କହିଦେବି। ସେମାନେ କୁନିର ଗଛକୁ କାଟିଦେବେ। ତାପରେ କୁନି କାନ୍ଦିବ। ତା କାନ୍ଦ ଦେଖିଲେ ମତେ ଭାରି ମଜା ଲାଗିବ। ଏମିତି କଥା ହେଇ ସେ ଦୁଇ ଛୁଆ ତାଙ୍କ ବାପା ମାଙ୍କ ପାଖକୁ ଗଲେ। ସେପଟେ କାଉ ଆଉ ତାର ସ୍ତ୍ରୀ ପିଶାଚି ବଗିଚାର ଫଳ ତୋଳୁଥିଲେ। ହଠାତ୍ ସେହି ସମୟରେ
ଆଚ୍ଛା, ତମେ ମାନେ ତାହେଲେ ସେଇ ଦୁଇ ଚୋର ଯୋଉମାନେ ପ୍ରତିଦିନ ମୋ ଗଛର ଫଳ ଚୋରି କରୁଥିଲ। ଆଜି ମୁଁ ନଦୀକୁ ନ ଯାଇ ତମ ମାନଙ୍କୁ ହିଁ ଅପେକ୍ଷା କରିଥିଲି। ପିଶାଚି, ତୁମେ କେତେବେଳେ ଆସିଲ? ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ। ଆମେ ଆଉ କେବେ ତୁମ ଫଳ ଚୋରି କରିବାକୁ ଆସିବୁନି। ନା, ମୁଁ ତମ ମାନଙ୍କୁ ଛାଡ଼ିବିନି। ମୋ ଫଳ ତୋଳିବାକୁ ତମେ ମାନେ ସାହସ କରିଛ, ଏବେ ତମେ ମାନେ ମୋ ହାତରେ ମରିବ। ନା ନା ପିଶାଚି ମା, ଆମ ଉପରେ ଟିକେ ଦୟା କର। ଏଇ ଥରକ ଆମକୁ ଛାଡ଼ି ଦିଅ। ଆମେ ସତ କହୁଛୁ, ଆମେ ଆଉ ଦିନେ ବି ତୁମ ବଗିଚାକୁ ଆସିବୁନି କି ତୁମ ଫଳ ବି ଚୋରି କରିବୁନି। ଆମ ଉପରେ ଟିକେ ବିଶ୍ୱାସ କର। ଆଚ୍ଛା ଆଚ୍ଛା, ମୁଁ ତମ ମାନଙ୍କୁ ଛାଡ଼ିଦେବି, ହେଲେ ଆଗ କୁହ, ତମେ ମାନେ ମୋ ଫଳ ନେଇ ଗଛ ଲଗେଇନ ତ? ନା ନା, ଆମେ ଫଳର ଗଛ ଲଗେଇବା କଥା କେବେ ବି ଚିନ୍ତା କରିନୁ। ଆମେ ସତ କହୁଛୁ। ଆଚ୍ଛା ଠିକ ଅଛି, ଏବେ ତମେ ମାନେ ଏଠୁ ଚାଲିଯାଅ। ଶୁଣ, ଯଦି ମୋ ଗଛର ଫଳ କେବେ ଲଗେଇବାକୁ ଚେଷ୍ଟା କରିବ, ମୁଁ ତମମାନଙ୍କୁ ଜୀବନରୁ ମାରିଦେବି। ହଁ ହଁ ପିଶାଚି ମା, ଆମେ କେବେ ବି ତୁମ ଫଳର ଗଛ ଲଗେଇବାକୁ ଚେଷ୍ଟା ବି କରିବୁନି। ଆରେ ତମେ ମାନେ କଣ କହୁଛ? ଚଢେଇ ସେ ମିଠା ଫଳର ଗଛ ଲଗେଇଛି। ପିଶାଚି ଏକଥା ଜାଣିଲେ ତ ଅନେକ ରାଗିବ। ସେ ଜାଣିବା ପୂର୍ବରୁ ଚାଲ ଆମେ ସେ ଗଛକୁ କାଟିଦେବା। ହେଲେ ଯଦି କୁନି ମିଛ କହୁଥାଏ, ଆଗ ସେ ଗଛକୁ ଦେଖିବା, ତାପରେ ତାକୁ କାଟିବାର ବ୍ୟବସ୍ଥା କରିବା। ଆରେ ସତରେ ତ, ଚଢେଇ ସେ ମିଠା ଫଳର ଗଛ ଲଗେଇଛି। ଗଛରେ ଫଳ ବି ଧରିଲାଣି। ଆରେ ଦେଖୁଛ କଣ, ଶୀଘ୍ର ଏ ଗଛକୁ କାଟ। ଆମକୁ ଆଉ ଗଛ କାଟିବାକୁ ପଡିବନି। ଚାଲ ଆମେ ଏକଥା ପିଶାଚୀକୁ ଜଣେଇଦେବା। ସେ ଚଢେଇକୁ ମାରିବା ସହ ଏ ଦୁଇ ଗଛକୁ ବି କାଟିଦେବ। ସେମିତି ହେଲେ ପିଶାଚୀ ଆମ ଉପରେ ଖୁସି ହେଇ ଆମକୁ କିଛି ମିଠା ଫଳ ଉପହାର ଦେବ। ଏମିତି ଚିନ୍ତା କରି କାଉ ମାନେ ଶୀଘ୍ର ପିଶାଚୀ ପାଖକୁ ଗଲେ ଆଉ ତାକୁ ସବୁ ଘଟଣା କହିଲେ। ତମେ ମାନେ କଣ କହୁଛ? ଗୋଟେ ଚଢେଇ ମୋ ମିଠା ଫଳର ଗଛ ଲଗେଇଛି। ଚାଲ ଚାଲ, ଶୀଘ୍ର ମତେ ତା ପାଖକୁ ନେଇ ଚାଲ। ତାପରେ ପିଶାଚୀ ସମସ୍ତଙ୍କ ସହ ଚଢେଇର ବଗିଚାକୁ ଗଲା। ପିଶାଚୀ ସଙ୍ଗେ ସଙ୍ଗେ ସେ ଗଛରୁ ଗୋଟେ ଫଳ ତୋଳି ଆଣି ଖାଇଦେଲା। ହଠାତ୍ ସେ ଏକ ସୁନ୍ଦରୀ ପରୀରେ ବଦଳି ଗଲା। ଆରେ ଆରେ, ତୁମେ ପରୀ କେମିତି ପାଲଟି ଗଲ? ସେ ଯା ବି ହଉ, ଏବେ ଚଢେଇକୁ ମାରି ଗଛ ଦୁଇଟାକୁ କାଟିଦିଅ। ଚୁପ୍ କର ଦୁଷ୍ଟ ପକ୍ଷୀ, ପକ୍ଷୀ ହେଇ ଆଉ ଗୋଟେ ପକ୍ଷୀର କ୍ଷତି କରିବାକୁ ଚାହୁଁଛୁ? ଏ କଣ, ତୁମେ ସମସ୍ତେ ମୋ ବଗିଚାରେ, ଆଉ ପରୀ ତୁମେ ବି ଏଠାକୁ ଆସିଛ? ପରୀ ଚଢେଇକୁ ସବୁ ଘଟଣା କହିଲା। ଧନ୍ୟବାଦ ଚଢେଇ, ଆଜି ତୋ ପାଇଁ ହିଁ ମୁଁ ମୋ ପୂର୍ବ ରୂପ ଫେରି ପାଇଲି। କିନ୍ତୁ ପରୀ, ତୁମକୁ କିଏ ଏମିତି ପିଶାଚୀ କରିଦେଇଥିଲା? ଗୋଟେ ଦୁଷ୍ଟ ପିଶାଚୀ ତା ବଗିଚାରେ ସେ ସବୁ ଫଳ ଗଛ ଲଗେଇଥିଲା, ଚଢେଇ ମାନଙ୍କୁ ତା ଫଳର ଲୋଭ ଦେଖେଇ ତାଙ୍କୁ ଖାଇବା ପାଇଁ। ମୁଁ ଯେମିତି ଏକଥା ଜାଣିଲି, ତାକୁ ମାରିବା ପାଇଁ ଚାଲି ଆସିଲି। ହେଲେ ସେ ଦୁଷ୍ଟ ପିଶାଚୀ ମରିବା ପୂର୍ବରୁ ମତେ ଏକ ଅଭିଶାପ ଦେଲା। ବଦମାସ ପରୀ, ତୁ ମତେ ମାରି ଦେଉଛୁ। ମୁଁ ତତେ ଅଭିଶାପ ଦେଉଛି। ମୁଁ ମଲା ପରି ତୁ ବି ମୋ ପରି ଗୋଟେ ପିଶାଚୀ ପାଲଟି ଯିବୁ। ଆଉ ଏ ବଗିଚାରେ ରହି ମୋ ଫଳ ଗଛ ଗୁଡାଙ୍କର ଦେଖାଶୁଣା କରିବୁ। ତୁ ସେ ଯାଇ ମୁକ୍ତି ପାଇବୁନି ଯେ ପର୍ଯ୍ୟନ୍ତ ଗୋଟେ ଭଲ ଚଢେଇ ମୋ ଫଳର ଗଛ ନ ଲଗେଇଛି। ତୁ ସେ ଚଢେଇ ବଗିଚା ଗଛର ଫଳ ଖାଇଲେ ଯାଇ ନିଜ ପୂର୍ବ ରୂପ ଫେରି ପାଇବୁ। ଏମିତି କହି ସେ ଦୁଷ୍ଟ ପିଶାଚୀ ମରିଗଲା। ସେ ମରିବା ପରେ ମୁଁ ପିଶାଚୀ ପାଲଟି ଗଲି, ଆଉ ସେ ବଗିଚାରେ ରହି ଫଳ ଗଛ ଗୁଡାଙ୍କର ଦେଖାଶୁଣା କରୁଥିଲି। ମୁଁ ଯେତେବେଳେ ଜାଣିଲି ଏଇ ପକ୍ଷୀ ଗୁଡା ମୋ ଫଳ ଚୋରି କରୁଛନ୍ତି, ମୁଁ ତାଙ୍କୁ ମନା କରିଥିଲି ମୋ ଫଳର ଗଛ ନ ଲଗେଇବା ପାଇଁ। ହେଲେ ପରେ ତମେ ଏମାନଙ୍କୁ ଗଛ କାହିଁକି ଲଗେଇବାକୁ ମନା କରିଥିଲ? କାହିଁକି ନା ଏମାନେ ଚୋର, ଏମାନେ ଦୁଷ୍ଟ ପକ୍ଷୀ। ଏମାନେ ଯଦି ଗଛ ଲଗେଇଥାନ୍ତି, ମୁଁ କେବେ ବି ପରୀ ହେଇପାରିନଥାନ୍ତି। ଆଚ୍ଛା ଚଢେଇ, ଏବେ ମୁଁ ଯାଉଛି। ଆଜିଠୁ ସେ ଫଳ ବଗିଚା ମୁଁ ତତେ ଦେଲି। ତୁ ଏବେ ସେ ବଗିଚାର ମାଲିକାଣୀ। ତୁ ଏବେ ସେ ଫଳ ଖାଇପାରିବୁ ଆଉ ବିକ୍ରି ବି କରିପାରିବୁ। ଆଉ ଯଦି କେବେ ଏ ଦୁଷ୍ଟ ପକ୍ଷୀ ମାନେ ତୋର କ୍ଷତି କରିବାକୁ ଚାହିଁବେ, ମୁଁ ତାଙ୍କୁ ଉଚିତ ଶାସ୍ତି ଦେବି। ଚଢେଇ, ଆମକୁ କ୍ଷମା କରିଦେ। ଆମେ ଆଉ କେବେ ବି ତୋର କ୍ଷତି କରିବାକୁ ଚାହିଁବୁନି। ଦୟାକରି ଆମ କଥା ପରୀକୁ କହିବୁନି। ଆରେ ନା ନା, ଚିନ୍ତା କରନି, ମୁଁ ତମମାନଙ୍କୁ କ୍ଷମା କରିଦେଇଛି। କାହିଁକି ନା ତମମାନଙ୍କ ପାଇଁ ପରୀ ତାଙ୍କ ଅଭିଶାପରୁ ମୁକ୍ତ ହେଇପାରିଲେ। ତମେ ମାନେ ଚାହିଁଲେ ପ୍ରତିଦିନ ସେ ବଗିଚାର ଫଳ ଆଣି ଖାଇପାରିବ। ହେଲେ ହଁ, କେବେ ଲୋଭ କରିବନି। ଚଢେଇ ସତରେ ତୁ ବହୁତ ଭଲ। ଆମେ ସତ କହୁଛୁ, ଆମେ ଆଉ କେବେ ବି ଲୋଭ କରିବୁନି। ଏମିତି କହି କାଉମାନେ ସେଠାରୁ ଚାଲିଗଲେ।
ମା ଚଢ଼େଇ ଖୁସିରେ ତା ଝିଅ ସହ ସେ ଫଳ ବଗିଚାର ଦେଖାଶୁଣା କରୁଥିଲା। କେହି ମତେ ସାହାଯ୍ୟ କର, ମୋ ଗଛ ଚାରି ପାଖରେ ଆବର୍ଜନା ପଡ଼ିଛି, କେହି ମତେ ଏଠୁ ନେଇଯାଅ, ମତେ ଭାରି କଷ୍ଟ ହେଉଛି। ମା ମତେ ଆଜି ବୁଲେଇବାକୁ ନେବ ନା? କେତେ ଦିନ ହେଲାଣି ମତେ ବୁଲେଇବାକୁ ନେଇନ। ସ୍କୁଲ ଛୁଟି ହେଉ ହେଉ ବୁଲିବାକୁ ବାହାରିଲା। ଆଗ ଘରକୁ ଚାଲେ, ଘରେ କେତେ କାମ ପଡ଼ିଛି, ଆଗ କାମ ସାରି ତାପରେ ବୁଲିବାକୁ ଯିବା। ଏମିତି ସେ ମା ଛୁଆ ଘରକୁ ଯାଉଥିଲେ। ରାସ୍ତାରେ ସେମାନେ ସେ ଟମାଟୋ ଗଛକୁ କାନ୍ଦିବାର ଦେଖିଲେ। ଏଇ କଣ ଟମାଟୋ ଗଛ, ତୁ ଏମିତି କାନ୍ଦୁଛୁ କାହିଁକି? କଣ ହେଇଛି ତୋର? ମୁଁ ଏକ ଅସହାୟ ଟମାଟୋ ଗଛ। ମୁଁ ରାସ୍ତା କଡ଼ରେ ଜନ୍ମ ହେଇଛି ବୋଲି କେହି ମୋର ଯତ୍ନ ନେଉନାହାନ୍ତି। ଏଇ ଦେଖୁନ, ମୋ ଚାରି ପାଖରେ କେତେ ଆବର୍ଜନା ପଡ଼ିଛି। এই ଆବର୍ଜନା ଗଦା ପାଇଁ ମୁଁ ଟିକେ ବି ହଲି ପାରୁନି। ମତେ କେହି ବି ପାଣି ଦିଅନ୍ତିନି। ଟୋପେ ପାଣି ପାଇଁ ମୁଁ କେତେ କଷ୍ଟ ପାଏ, ହେଲେ କେହି ବି ମୋ ଆଡ଼କୁ ଅନାନ୍ତିନି। ସତରେ ଟମାଟୋ ଗଛ, ତୋର ତ ଭାରି କଷ୍ଟ। ଚଢ଼େଇ, ତୁମେ ମତେ ନିଜ ସାଙ୍ଗରେ ନେଇଯାଅ। ଏଠି ଏକୁଟିଆ ରହିବାକୁ ମତେ ଆଉ ଭଲ ଲାଗୁନି। ଦିନକୁ ଦିନ ମୁଁ ଶୁଖି ଶୁଖି ଯାଉଛି। ମା ଏ ଟମାଟୋ ଗଛ ଭାରି କଷ୍ଟରେ ଅଛି। ଚାଲ ନା ତାକୁ ଆମ ଘରକୁ ନେଇଯିବା। ଆମ ବଗିଚାରେ ତ ଅନେକ ଜାଗା ଅଛି। ଏ ଟମାଟୋ ଗଛକୁ ଆମେ ଲଗେଇ ତାର ଯତ୍ନ ନେବା। ତୁ ଠିକ କହିଲୁ ରେ ମା, ମୁଁ ବି ଏଇ କଥା ଭାବୁଥିଲି। ଟମାଟୋ ଗଛ, ତୁ ଏବେ ଆମ ସାଙ୍ଗରେ ଚାଲେ, ଆମେ ସବୁଦିନ ତୋର ଯତ୍ନ ନେବୁ। ସେଠି ତୋର କିଛି ଅସୁବିଧା ହେବନି। ତାପରେ ସେମାନେ ଟମାଟୋ ଗଛକୁ ନେଇ ତାଙ୍କ ଘରକୁ ଗଲେ, ଆଉ ନିଜ ଅଗଣାରେ ଲଗେଇଦେଲେ। ମାରେ, ମୁଁ ଟମାଟୋ ଗଛ ଲଗେଇଥିଲି, ଯା ପାଣି ଆଣି ତା ମୂଳରେ ଦେବୁ। କେତେ ଦିନ ପରେ ମୁଁ ପାଣି ପାଇଲି। କଣ କହିକି ଯେ ମୁଁ ତୁମକୁ ଧନ୍ୟବାଦ ଦେବି? ଆରେ ନା, ମତେ ଧନ୍ୟବାଦ ଦେବାକୁ ପଡିବନି। ଆଜିଠୁ ମୁଁ ଆଉ ମୋ ଝିଅ ତୋର ବହୁ ଯତ୍ନ ନେବୁ। ଟମାଟୋ ଗଛ, ଆଜିଠୁ ଆମେ ସାଙ୍ଗ। ମୁଁ ପ୍ରତିଦିନ ଏଠାକୁ ଆସିବି, ଆଉ ତୋ ସହ ମିଶି ଖେଳିବି। ଏମିତି କିଛି ଦିନ ବିତିଗଲା। ଟମାଟୋ ଗଛ ଧୀରେ ଧୀରେ ବଡ଼ ହେଲା, ତା ଗଛରେ ବି ଫୁଲ ଧରିଲା। ଏମିତି ଦେଖି ତ ଟମାଟୋ ଗଛ ଖୁବ ଖୁସି ହେଇଗଲା। ଆରେ ବାଃ, ମୁଁ କେତେ ସୁନ୍ଦର ଦେଖା ଯାଉଛି। ଆଜି ମୋ ଗଛରେ ଫୁଲ ଧରିଛି, କିଛି ଦିନ ପରେ ମୋ ଗଛରେ ଫଳ ଫଳିବ, ସେତେବେଳେ ମୁଁ ଆହୁରି ସୁନ୍ଦର ଦେଖାଯିବି। ଆରେ ବାଃ ଟମାଟୋ ଗଛ, ଫୁଲ ପାଇଁ ତୁ କେତେ ସୁନ୍ଦର ଦେଖା ଯାଉଛୁ। ଆରେ ର ତୁ ମୋ ପାଖକୁ ଆସିନି, ତୁ ମୋ ପାଖକୁ ଆସିଲେ ମୋ ଫୁଲ ଝଡ଼ିଯିବ। ଏମିତି କାହିଁକି କହୁଛୁ ଟମାଟୋ ଗଛ? ମୁଁ ତ ପାଖକୁ ଗଲେ ତୋ ଫୁଲ କେମିତି ଝଡ଼ିବ? ଶୁଣ, ତୁ ଏକଦମ କଥା କହନି। ମୁଁ ଆଜି ବହୁତ ଖୁସି। ମୁଁ ମୋ ଖୁସି ଏକା ହିଁ ଉପଭୋଗ କରିବାକୁ ଚାହୁଁଛି। ତୁ ଏବେଠୁ ଚାଲିଯା। ଟମାଟୋ ଗଛର ଏପରି ବ୍ୟବହାରରେ କୁନିର ମନ ଦୁଃଖ ହେଇଗଲା। ସେ ସେଠାରୁ ଚାଲିଗଲା। ଏମିତି ଯେତିକି ଦିନ ବିତୁଥିଲା, ଟମାଟୋ ଗଛ ଅହଙ୍କାରୀ ପାଲଟି ଯାଉଥିଲା। କିଛି ଦିନ ପରେ ଟମାଟୋ ଗଛରେ ଟମାଟୋ ଫଳିଲା। ଆଜି ମୋ ଜୀବନ ସାର୍ଥକ ହେଲା। ମୁଁ ଆଜି ଫଳରେ ଭର୍ତ୍ତି। ମତେ ଆଜି ବହୁତ ଖୁସି ଲାଗୁଛି। ମୁଁ ଆହୁରି ସୁନ୍ଦର ହେଇଗଲି। ମା, ମତେ ଆଜି ଟମାଟୋ ଖଟା ଖାଇବାକୁ ଭାରି ଇଚ୍ଛା ହଉଛି। ମୋ ପାଇଁ ଆଜି ଟମାଟୋ ଖଟା ତିଆରି କରିଦିଅ ନା। ଆଚ୍ଛା ମା, ମୁଁ ଏବେ ଖଟା କରିଦଉଛି। ଆରେ କଣ, ଘରେ ତ ଗୋଟେ ବି ଟମାଟୋ ନାହିଁ। ମୁଁ ଏବେ କେମିତି ଖଟା ବନେଇବି? ମା, ମୁଁ ଆଜି ସକାଳେ ଦେଖି ଆସିଛି, ଆମ ଟମାଟୋ ଗଛରେ ନା ଅନେକ ଟମାଟୋ ଫଳିଛି। ତୁମେ ସେଥିରୁ କିଛି ଟମାଟୋ ଆଣି ଖଟା ବନାଅ। ତୁ ସତ କହୁଛୁ, ଆମ ଟମାଟୋ ଗଛରେ ଫଳ ହେଇଛି? ମୁଁ ଏବେ କିଛି ଟମାଟୋ ଆଣି ତୋ ପାଇଁ ଖଟା ତିଆରି କରିଦେଉଛି। ଏଇ ରହିଯାଅ, ମୋ ଟମାଟୋରେ ଜମା ହାତ ଦିଅନି। ଆରେ ଟମାଟୋ ଗଛ, ମୋ ଝିଅ ଆଜି ଟମାଟୋ ଖଟା ଖାଇବାକୁ ଭାରି ଇଚ୍ଛା କରିଛି। ମୁଁ ତୋଠୁ 2ଟି ଟମାଟୋ ନେବାକୁ ଆସିଛି। ନା, ମୁଁ ତୁମକୁ ମୋ ଟମାଟୋ ଦେବିନି। ତୁମେ ମୋଠୁ ଟମାଟୋ ନେଲେ ମୋ ଟମାଟୋ କମିଯିବ, ମୁଁ ଅସୁନ୍ଦର ଦେଖାଯିବି। ଯାଅ, ମୁଁ ତୁମକୁ ମୋ ଟମାଟୋ ଦେଇପାରିବିନି। ତୁ ଏ କଣ କହୁଛୁ? ତୋ ଗଛରେ ଫଳ ଫଳିଲା ବୋଲି ତୁ ଏତେ ଅହଙ୍କାରୀ ପାଲଟି ଗଲୁ ଟମାଟୋ ଗଛ? ଭୁଲି ଯାନି, ତୁ ଆଜି ଏତେ ଭଲରେ ଅଛୁ ମୋ ପାଇଁ। ମୁଁ ଯଦି ସେଦିନ ସେ ଆବର୍ଜନା ଗଦାରୁ ତତେ ନ ଆଣିଥାନ୍ତି, ତୁ କେବେ ବି ଏତେ ଭଲ ବଢି ପାରିନଥାନ୍ତୁ, କି ତୋ ଗଛରେ ଏତେ ଫଳ ବି ଫଳି ନଥାନ୍ତା। ମତେ ଆଣି ମୋର ଯତ୍ନ ନେଲ ବୋଲି କଣ ମତେ କିଣି ନେଇଛ? ମୁଁ ତୁମକୁ ମୋ ଟମାଟୋ ଦେଇପାରିବିନି। ଯାଅ, ଚାଲିଯାଅ ଏଠୁ।
ଏବେ ମୁଁ ଫଳରେ ଭର୍ତ୍ତି, ମତେ ଆଉ କାହାର ବି ସାହାଯ୍ୟ ଦରକାର ନାହିଁ। ପରିଶ୍ରମ କରି ତୋର ଏତେ ଯତ୍ନ ନେଇଥିଲି, ଆଉ ତୁ ଆଜି ମତେ ଏତେ କଥା ଶୁଣେଇଲୁ ଟମାଟୋ ଗଛ। ମନେ ରଖ, ପୃଥିବୀରେ କୌଣସି ଜିନିଷ ସ୍ଥାୟୀ ନୁହଁ। ତୁ ଆଜି ଯୋଉ ଏତେ ଗର୍ବ ଅହଙ୍କାର କରୁଛୁ, ଦେଖିବୁ ଦିନେ ତୁ ଏହାର ଶାସ୍ତି ପାଇବୁ। ମୁଁ ଆଉ ମୋ ଝିଅ ତୋ ପାଖକୁ ଆଉ କେବେ ଆସିବୁନି। ହଁ ଯା ଯା, କହିଲା କଣ ନା ଅହଙ୍କାରର ଶାସ୍ତି ପାଇବୁ, ନିଜେ ତ ଫଳ ଦେଇ ପାରିବୁନି। ଚାଲି ଆସିଲା ମୋ ସୁନ୍ଦର ଟମାଟୋକୁ ନେବା ପାଇଁ। ମୁଁ କେବେ ମୋ ଟମାଟୋର କ୍ଷତି କରିବିନି। ସାରା ଜୀବନ ମୋ ସୁନ୍ଦର ଫଳ ମୋ ପାଖରେ ଥିବ। ଏମିତି ଟମାଟୋ ଗଛ ପ୍ରତିଦିନ ଅହଙ୍କାର କରୁଥିଲା। ଚଢ଼େଇ କି ତାର ଝିଅ କେହି ବି ଟମାଟୋ ଗଛ ପାଖକୁ ଗଲେ ନାହିଁ। ଏହିପରି ବେଶ କିଛି ଦିନ ବିତିଗଲା। ବର୍ଷା ଦିନ ଆରମ୍ଭ ହେବା ପରେ ସବୁଦିନ ବର୍ଷା ହେଲା। ଏ କଣ 3-4 ଦିନ ହେଲାଣି ଲଗାତାର ବର୍ଷା ହେଉଛି। ମୋର ତ ସବୁ ଟମାଟୋ ପାଚି ଯାଇଛି। ବର୍ଷା ପାଣି ଏମିତି ମୋ ଟମାଟୋ ଉପରେ ପଡ଼ିଲେ ମୋ ସବୁ ଟମାଟୋରେ ପୋକ ଲାଗିଯିବ। ଏବେ ମୁଁ କ'ଣ କରିବି? ଚଢ଼େଇ, ମୋ କଥା ଟିକେ ଶୁଣ, ମୋତେ ସାହାଯ୍ୟ କର ଚଢ଼େଇ। ଚଢ଼େଇ, ଏ କ'ଣ କେହି ବି ମୋ କଥା ଶୁଣୁନାହାନ୍ତି କାହିଁକି? ବୁଝିଗଲି, ସେଦିନ ମୁଁ ଚଢ଼େଇ ସହ ବହୁତ ଖରାପ ବ୍ୟବହାର କରିଥିଲି। ସେ ଆଉ କେବେ ମୋ ପାଖକୁ ଆସିବନି। କାହିଁକି ଯେ ମୁଁ ସେଦିନ ଏତେ ଅହଙ୍କାର କରୁଥିଲି। ଟମାଟୋ ଗଛ ଯେତେ କାନ୍ଦିଲେ ବି ତା କାନ୍ଦ କେହି ଶୁଣିଲେନି। ଧୀରେ ଧୀରେ ତାର ସବୁ ଟମାଟୋ ପଚିଗଲା। ପଚା ଟମାଟୋରେ ପୋକ ଲାଗିଗଲେ। ସେହି ଯନ୍ତ୍ରଣାକୁ ସହି ନ ପାରି ଟମାଟୋ ଗଛ ମରିଗଲା। କାଉ, ଏ ବର୍ଷ ମୋ ଜମିର କାକୁଡ଼ି ଚାଷ କେମିତି ହେଇଛି କହ? ବହୁତ ଭଲ ହେଇଛି ଜମିଦାର ବାବୁ। କିନ୍ତୁ ପୁଣି କ'ଣ? କଥା କ'ଣ କି ଜମିଦାର ବାବୁ, ଏଥର ବଜାରରେ ନୂଆ ଆଳୁର ଦାମ ଅଧିକ ହେଇଛି। ଯେଉଁମାନେ ବି ଏ ବର୍ଷ ଆଳୁ ଚାଷ କରିଛନ୍ତି ତାଙ୍କର ଲାଭ ହିଁ ଲାଭ ହେବ। ତୁ କ'ଣ କହୁଛୁ? ତାହେଲେ ତ ଏ ବର୍ଷ କାକୁଡ଼ି ଚାଷ କରି ମୋର କ୍ଷତି ହେଲା। ନା ନା, ମୁଁ ସେମିତି ହେବାକୁ ଦେବିନି। ଚାଲେ ଏବେ ହିଁ ଆମେ ଜଙ୍ଗଲ ଭିତରକୁ ଯିବା, ଆଉ କିଏ ଆଳୁ ଚାଷ କରିଛି ଦେଖି ଆସିବା। ଆରେ ଶୁଣୁଛ, ଏ ବର୍ଷ ତ ଆମର ଭଲ ଆଳୁ ଚାଷ ହେଇଛି। ମୁଁ ଶୁଣିଛି ଏ ବର୍ଷ ବଜାରରେ ନୂଆ ଆଳୁର ଦାମ ବଢ଼ିଯାଇଛି। ତା ମାନେ ଏଥର ଆମର ଭଲ ଲାଭ ହେବ। ହଁ, ତୁ ଠିକ କହିଲୁ। ଏ ବର୍ଷ ଆମର ଭଲ ଲାଭ ହେବ। ଆଚ୍ଛା, ତତେ କ'ଣ ଦରକାର କହ, ମୁଁ ତତେ କିଣିଦେବି। ମୁଁ କ'ଣ କହୁଥିଲି କି, ଆମ ଘରଟି କେତେ ପୁରୁଣା ଦେଖାଯାଉଛି। ଆଳୁ ବିକା ଟଙ୍କାରେ ଯଦି ଆମେ ଗୋଟେ ପକ୍କା ଘର କରିପାରନ୍ତି, ମଜବୁତ ଘର ପାଇଁ ଆମର ଆଉ ଚିନ୍ତା ରୁହନ୍ତାନି। ହଁ, ତୁ ଠିକ କହିଲୁ। ଭଙ୍ଗା ଘରେ ଆମେ ଅନେକ କଷ୍ଟ ପାଇଲେଣି, ହେଲେ ଏବେ ଆଉ ନୁହଁ। ଖୁବ୍ ଶୀଘ୍ର ଆମେ ଗୋଟେ ପକ୍କା ଘର କିଣିନେବା। ସେମାନେ ଏପରି କଥା ହେଉଥିଲେ। ଠିକ ସେହି ସମୟରେ ଚିଲ ଆଉ କାଉ ଗୋଟେ ଠେଲା ଗାଡ଼ି ଧରି ସେଠାକୁ ଆସିଲେ। କାଉ ମିଟୁର ଆଳୁ ବସ୍ତା ଗୁଡ଼ାକୁ ତା ଠେଲାରେ ରଖିବା ଆରମ୍ଭ କଲା। ଏମିତି ଦେଖି ମିଟୁ କହିଲା, ଏ କ'ଣ ଜମିଦାର ବାବୁ, ଆପଣ ଏସବୁ କ'ଣ କରୁଛନ୍ତି? ଠେଲା ଗାଡ଼ିରେ ମୋ ଆଳୁ ବସ୍ତା ଗୁଡ଼ାକୁ ଏମିତି ନେଉଛନ୍ତି କାହିଁକି? ମିଟୁ ଶୁଣ, ଜମିଦାର ବାବୁ ତୋରେ ସବୁ ଆଳୁ 5,000 ଟଙ୍କାରେ କିଣି ନେଇଛନ୍ତି। ତୁ କାଲି ତାଙ୍କ ଘରକୁ ଯାଇ ଟଙ୍କା ନେଇ ଆସିବୁ। ଏବେ ମୋ ରାସ୍ତା ଛାଡ଼, ମୁଁ ଆଳୁ ବସ୍ତା ନେବି। ନା ନା ଜମିଦାର ବାବୁ, ଆମ ଗରିବଙ୍କ ପେଟରେ ଲାତ ମାରନ୍ତୁନି। ଆମେ ବହୁତ କଷ୍ଟରେ ଆଳୁ ଚାଷ କରୁଛୁ, ଆଉ ଏ ବର୍ଷ ତ ନୂଆ ଆଳୁର ଦାମ ଅଧିକ। ଆମକୁ ଏତେ କମ ଟଙ୍କା ଦେଇ ଆମର ସବୁ ଆଳୁ ନିଅନ୍ତୁନି। ଚୁପ୍, ଏ ଜଙ୍ଗଲରେ ମୁଁ ଯାହା କୁହେ ତାହା ହୁଏ। ମୁଁ ଯେତିକି ଦେଉଛି ଚୁପଚାପ ସେସବୁ ନେଇଯା, ନହେଲେ ମୁଁ ତମ 2 ଜଣଙ୍କୁ ଏ ଜଙ୍ଗଲରୁ ବାହାର କରିଦେବି। ଏମିତି ଧମକ ଦେଇ ଚିଲ ଆଉ କାଉ ମିଟୁର ସବୁ ଆଳୁ ବସ୍ତା ନେଇ ସେଠାରୁ ଚାଲିଗଲେ। ଏସବୁ ଦେଖି ତ ମିଟୁ ଆଉ ତାର ସ୍ତ୍ରୀ ଅନେକ କାନ୍ଦିଲେ। ଆରେ ଆରେ, କ'ଣ ହେଇଗଲା? ଆମେ ଏତେ ପରିଶ୍ରମ କରି ଆଳୁ ଚାଷ କରିଥିଲେ, ହେଲେ ଦୁଷ୍ଟ ଜମିଦାର ସବୁ ନେଇଗଲା। ଏବେ ଆମ ଘର କେମିତି ଚଳିବ? ଆଉ କାନ୍ଦନି, ଚାଲ ଆମେ ଚଢ଼େଇ ପାଖକୁ ଯିବା। ସେ ଆମକୁ ନିଶ୍ଚୟ କିଛି ଉପାୟ କହିଦେବ। ତାପରେ ସେମାନେ ଚଢ଼େଇ ପାଖକୁ ଗଲେ, ଆଉ ତାକୁ ଦୁଷ୍ଟ ଜମିଦାରର ସବୁ ଘଟଣା କହିଲେ। ତମେ ମାନେ ଚିନ୍ତା କରନି, ସେ ଦୁଷ୍ଟ ଜମିଦାରକୁ ଆମେ ଉଚିତ ଶିକ୍ଷା ଦେବା। ସେ ଗରିବଙ୍କ ଉପରେ ଅନେକ ଅତ୍ୟାଚାର କରିସାରିଲାଣି, ହେଲେ ଆଉ ନୁହଁ। ଚାଲ ଏବେ ହିଁ ଆମେ ଜମିଦାର ପାଖକୁ ଯିବା, ଆଉ ତା ପାଖରୁ ତମର ସବୁ ଆଳୁ ବସ୍ତା ନେଇ ଆସିବା। ଏମିତି ସେମାନେ ଏକ ଯୋଜନା ବନେଇଲେ, ଆଉ ଜଙ୍ଗଲର କିଛି ଚଢ଼େଇଙ୍କୁ ଧରି ଜମିଦାର ଚିଲ ପାଖକୁ ଗଲେ। କିରେ,
ତମେ ମାନେ ଏମିତି ଦଳ ବାନ୍ଧି ମୋ ପାଖକୁ କାହିଁକି ଆସିଛ? ଜମିଦାର ବାବୁ, ଆପଣ ଏତେ ଧନୀ ହେଇ ଆମ ଗରିବଙ୍କ ଫସଲ ଉପରେ କାହିଁକି ଲୋଭ କରୁଛନ୍ତି? ଭଲରେ ଆପଣ ମିଟୁର ଆଳୁ ବସ୍ତା ତାକୁ ଫେରି ଦିଅନ୍ତୁ, ନହେଲେ ଆମେ ସମସ୍ତେ ଯାଇ ପୋଲିସ ପାଖରେ ଆପଣଙ୍କର ଅଭିଯୋଗ କରିବୁ। ପୋଲିସର କଥା ଶୁଣି ଜମିଦାର ଚିଲ ଖୁବ୍ ଡରିଗଲା। ସେ କାଉକୁ କହିଲା, କାଉ ଯା, ମିଟୁର ଆଳୁ ବସ୍ତା ଆଣି ତାକୁ ଫେରେଇ ଦେ। ମୁଁ କୌଣସି ଝାମେଲା ଚାହୁଁନି। ଏମିତି ଶୁଣି କାଉ ସବୁ ଆଳୁ ବସ୍ତା ଆଣି ମିଟୁକୁ ଦେଲା। ମିଟୁ ସେସବୁ ପାଇ ଖୁସି ମନରେ ନିଜ ଘରକୁ ଫେରିଗଲା। ଆପଣ ଏ କ'ଣ କଲେ ଜମିଦାର ବାବୁ? ଚଢ଼େଇ କଥାରେ ମିଟୁକୁ ତାର ସବୁ ନୂଆ ଆଳୁ ଫେରେଇ ଦେଲେ। ଏବେ ଆପଣ କ'ଣ କରିବେ? ସେ ଚଢ଼େଇକୁ ମୁଁ ଜମା ବି ଛାଡ଼ିବିନି। ତାହା ପାଇଁ ସମସ୍ତଙ୍କ ସାହସ ବଢ଼ି ଯାଉଛି। ତାହାର କିଛି ବ୍ୟବସ୍ଥା ମୋତେ କରିବାକୁ ହିଁ ପଡ଼ିବ। ଶୁଣ, ମୁଁ ଯେମିତି କହୁଛି ତୁ ସେମିତି କରିବୁ। ଏମିତି ଦୁଷ୍ଟ ଜମିଦାର ତା ଯୋଜନା କଥା କାଉକୁ କହିଲା। କାଉ ସବୁଦିନ ଚଢ଼େଇ ଉପରେ ନଜର ରଖୁଥିଲା। ଦିନେ ସନ୍ଧ୍ୟାରେ ଚଢ଼େଇ ଆଉ ତାର ଛୁଆ ବଜାରରୁ ଫେରୁଥିଲେ। କାଉ ସୁଯୋଗ ଦେଖି ଚଢ଼େଇ ଉପରକୁ ତୀର ମାରିଲା। ଚଢ଼େଇର ପେଟରେ ଯାଇ ତୀର ବାଜିଲା। ଆଃ, କିଏ ମତେ ତୀର ମାରିଲା? ମୁଁ ବୋଧେ ଆଉ ବଞ୍ଚିବିନି। ମା କୁନି, ନିଜର ଧ୍ୟାନ ରଖିବୁ। ନା ମା, ମତେ ଛାଡ଼ି ଯାଅନି। ମୁଁ ତୁମ ବିନା ଏକା ଏକା କେମିତି ବଞ୍ଚିବି? ଚଢ଼େଇ ଛୁଆ କାନ୍ଦୁଥିଲା। ଦୂରରୁ କାଉ ଏସବୁ ଦେଖି ଖୁସି ହେଇ ଜମିଦାର ପାଖକୁ ଗଲା, ଆଉ ତାକୁ ସବୁ ଘଟଣା କହିଲା। ସବୁ ଶୁଣି ଜମିଦାର ଚିଲ ବି ଖୁସି ହେଇଗଲା। ପରଦିନ ସକାଳେ ସେମାନେ ଚଢ଼େଇର ଘରକୁ ଗଲେ। କାଉ ଯା, ଶୀଘ୍ର ଏ ଘରକୁ ବିକି ମୋ ଚୋରି ଟଙ୍କା ଆଦାୟ କର। ଆଉ ହଁ, ଏ ଚୋର ଛୁଆକୁ ଶୀଘ୍ର ଏଠୁ ବାହାର କରିଦେ। ଏସବୁ କ'ଣ କହୁଛନ୍ତି ଅଙ୍କଲ? ମୋ ଚୋର ଛୁଆ କେତେବେଳେ ହେଲେ? ମତେ ମୋ ଘରୁ କାହିଁକି ବାହାର କରିଦେଉଛନ୍ତି? ଗତ ରାତି ତୋ ମା ଜମିଦାର ଘରୁ ଟଙ୍କା ଚୋରି କରିଛି। ସେଥିପାଇଁ ଆମେ ତ ଘର ନେବାକୁ ଆସିଛୁ। ନା, ଆପଣ ମିଛ କହୁଛନ୍ତି। ଗତ ରାତି ମୋ ମାକୁ କିଏ ତୀର ମାରି ଦେଇଛି। ସେ ଆଉ ଏ ଦୁନିଆରେ ନାହାନ୍ତି। ତାହେଲେ ମୋ ମା ଆପଣଙ୍କ ଘରୁ ଚୋରି କେମିତି କରିବେ? ମୋ ମା ନାହିଁ ବୋଲି ମତେ ମୋ ଘରୁ ବାହାର କରନ୍ତୁନି। ମୁଁ କୁଆଡେ ଯିବି? କୋଉଠି ରହିବି? ଚୁପ୍ କର ଚୋର ଛୁଆ, ମତେ ତୁ ମିଛୁଆ କହୁଛୁ? ଆରେ କାଉ, ଶୀଘ୍ର ଏ ଚୋର ଛୁଆକୁ ଘରୁ ବାହାର କରିଦେ। ଆଉ ଶୁଣ ସମସ୍ତେ, କେହି ଯଦି ଏ ଚୋର ଛୁଆକୁ ସାହାଯ୍ୟ କରିବ ସେ ମୋର ଶତ୍ରୁ ପାଲଟି ଯିବ। ମୁଁ ତାକୁ ବି ଏ ଜଙ୍ଗଲରୁ ବାହାର କରିଦେବି। ଏମିତି କାଉ ଚଢ଼େଇ ଛୁଆକୁ ଧକ୍କା ଦେଇ ତା ଘରୁ ବାହାର କରିଦେଲା। ସେ ଦିନ ବିତିଯାଇ ରାତି ହେଲା। ରାତି ହେବା ପରେ ଚଢ଼େଇ ଛୁଆ ମିଟୁ ଘରକୁ ଗଲା। ମିଟୁ ଅଙ୍କଲ, ଦୟାକରି କବାଟ ଖୋଲ। ରାତିରେ ଏକୁଟିଆ ରହିବାକୁ ମତେ ଭାରି ଡର ଲାଗୁଛି। ପ୍ଲିଜ ଅଙ୍କଲ, ମୁଁ ଘର ଭିତରକୁ ଯିବି। କବାଟ ଖୋଲ। କୋନି, ତୁ ଏଠୁ ଚାଲି ଯା। ମୁଁ ତତେ ମୋ ଘରେ ଆଶ୍ରୟ ଦେଇ ପାରିବିନି। ମତେ କ୍ଷମା କରିଦେବୁ ଝିଅ। ତତେ ସାହାଯ୍ୟ କଲେ ଚିଲ ମତେ ଛାଡ଼ିବନି। ମତେ ଜଙ୍ଗଲରୁ ବାହାର କରିଦେବ। ଝିଅ, ତୁ ଆଉ ଏକ ନିରାପଦ ଜାଗା ଦେଖି ଆଶ୍ରୟ ନେ। ଏମିତି ଶୁଣି କୁନି ସେଠାରୁ ଚାଲିଗଲା। ସେ ସମସ୍ତଙ୍କ ଘରକୁ ଯାଇ ସାହାଯ୍ୟ ମାଗିଲା, ହେଲେ କେହି ବି ତାକୁ ସାହାଯ୍ୟ କଲେ ନାହିଁ। ଝିଅର ଏପରି କଷ୍ଟ ଦେଖି ତା ମାର ଆତ୍ମାକୁ ଶାନ୍ତି ମିଳିଲାନି। ସେ ଅନେକ ରାଗିଗଲା। ଦୁଷ୍ଟ ଜମିଦାର, ତୋ ପାଇଁ ମୋ ଝିଅ ଆଜି ଅନେକ କଷ୍ଟ ପାଉଛି। ମୁଁ ତତେ ଛାଡ଼ିବିନି। ମୁଁ ଏବେ ତ ପାଖକୁ ଯାଉଛି। ଚଢ଼େଇର ଆତ୍ମା ରାଗି ଯାଇ ଜମିଦାର ଘରକୁ ଗଲା। ସେ କାଉକୁ ଦେଖି ତା ଦେହରେ ପଶିଗଲା। କିରେ କାଉ, ଏତେ ରାତିରେ ମୋ ପାଖକୁ କାହିଁକି ଆସିଛୁ? ତତେ ପରା ଚଢ଼େଇର ଘର ବିକ୍ରି କରିବାକୁ କହିଥିଲି। ତୁ ସେ ଘର ବିକ୍ରି କଲୁ? ନା ଦୁଷ୍ଟ ଜମିଦାର, ମୁଁ ଆଉ କେବେ ବି ତୋ କଥା ମାନି ଭୁଲ କାମ କରିବିନି। ମୁଁ ଆଜି ସମସ୍ତଙ୍କୁ ସବୁ କଥା କହିଦେବି। କ'ଣ ତୋର ଏତେ ସାହସ? ମୋଠୁ ଖାଇ ମୋ ବିରୁଦ୍ଧରେ ଯାଉଛୁ? ମୋ କଥା ମାନିବୁନି ତ? ଏବେ ତୁ ବି ଚଢ଼େଇ ପରି ଉପରକୁ ଯା। ଏମିତି କହି ଚିଲ କାଉର ପେଟରେ ଛୁରୀ ଭୁଷିଦେଲା। କାଉ ସଙ୍ଗେ ସଙ୍ଗେ ମରିଗଲା। ସେ ମଲା ପରେ ପରେ ଚଢ଼େଇର ଆତ୍ମା ତା ଦେହରୁ ବାହାରି ଆସିଲା। ଠିକ୍ ସେହି ସମୟରେ କିଛି ପୋଲିସ ଜମିଦାର ଘରକୁ ଚାଲି ଆସିଲେ। ଏ କ'ଣ ଦୁଷ୍ଟ ଜମିଦାର, ତୁ ଗୋଟେ ପକ୍ଷୀକୁ ହତ୍ୟା କରିଛୁ। ଏବେ ତୁ ଆମ ସାଙ୍ଗରେ ଜେଲକୁ ଯିବୁ। ସାରା ଜୀବନ ତୁ ଜେଲଖାନାରୁ ବାହାରି ପାରିବୁନି। ନା ନା, ମତେ ବିଶ୍ୱାସ କରନ୍ତୁ, ମୁଁ ଏ ପକ୍ଷୀକୁ ମାରିନି। ମତେ ଜେଲଖାନାକୁ ନିଅନ୍ତୁନି। ଆପଣ ଚାହିଁଲେ ମୋଠୁ ଅନେକ ଟଙ୍କା ନେଇଯାଆନ୍ତୁ। କ'ଣ ହେଲା? ତୁ ମତେ ଟଙ୍କାର ଲୋଭ ଦେଖାଉଛୁ? ମୁଁ ନିଜ ଆଖିରେ ଦେଖିଛି ତୁ ଏ ପକ୍ଷୀକୁ ମାରିଛୁ। ଯିଏ ବି ଆମକୁ ଖବର ଦେଇଥିଲା ଠିକ୍ ସମୟରେ ଦେଇଥିଲା। ଆଉ ତୋର ରକ୍ଷା ନାହିଁ। ଆରେ ଦେଖୁଛ କ'ଣ, ଧର ୟାକୁ।
ତାପରେ ପୋଲିସ ଚିଲକୁ ବାନ୍ଧି ଥାନାକୁ ନେଇଗଲେ। ସେପଟେ ଚଢ଼େଇର ଆତ୍ମା ତା ଝିଅ ପାଖକୁ ଗଲା। ମା କୁନି, ଏମିତି ବାହାରେ ରହନି, ତତେ ଥଣ୍ଡା ଧରିଯିବ। ମା ତୁମେ ଫେରି ଆସିଛ? ମା ମତେ ଛାଡି ଆଉ କୁଆଡେ ବି ଯାଉନି, ତୁମ ବିନା ମତେ କିଛି ବି ଭଲ ଲାଗୁନି। ନାଇଁ ରେ ମା, ମୁଁ ଆଉ ତୋ ପାଖକୁ କେବେ ବି ଫେରି ପାରିବିନି। ତୁ ଚିନ୍ତା କରନି, ସେ ଦୁଷ୍ଟ କାଉ ଆଉ ଦୁଷ୍ଟ ଜମିଦାରକୁ ମୁଁ ଉଚିତ ଶିକ୍ଷା ଦେଇଛି। କେହି ବି ତତେ ଆଉ କଷ୍ଟ ଦେବେନି। ଏବେ ଏକୁଟିଆ ବଞ୍ଚିବା ଶିଖ ମା। ଏଇ ଆଳୁ ଘରକୁ ନେ। ଏଇ ଆଳୁ ଘର ପ୍ରତ୍ୟେକ ଦିନ ତତେ ଆଳୁ ଦେବ। ତୁ ଆଳୁ ବିକ୍ରି କରି ସାରା ଜୀବନ ଖୁସିରେ ରହିପାରିବୁ। ଯା ମା, ଆଳୁ ଘର ଭିତରକୁ ଯା। ସେ ତତେ ନେଇ ଆମ ଘରେ ପହଞ୍ଚେଇ ଦେବ। ମୋ ଝିଅ, ତୁ ସବୁବେଳେ ଖୁସିରେ ରହ। ଏମିତି କହି ମା ଚଢ଼େଇର ଆତ୍ମା ଅଦୃଶ୍ୟ ହେଇଗଲା। ଚଢ଼େଇ ଛୁଆ ଆଳୁ ଘରକୁ ଗଲା। ଆଳୁ ଘର ତାକୁ ନେଇ ତା ଘରେ ପହଞ୍ଚେଇ ଦେଲା। ପ୍ରତ୍ୟେକ ଦିନ ଚଢ଼େଇ ଛୁଆ ଆଳୁ ଘରୁ କିଛି ଆଳୁ ନେଇ ବଜାରରେ ବିକ୍ରି କରୁଥିଲା। ଆଉ ସେ ଟଙ୍କାରେ ଖାଇବା କିଣି ଖାଉଥିଲା।